ହ୍ୟାଲୋ ଏଭ୍ରିୱାନ୍ ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଷ୍ଟଡି ୱିଥ୍ ଧର୍ମେନ୍ଦ୍ରକୁ। ଆଜି ଆମେ ଯେଉଁ ତୁମର ଲର୍ଣ୍ଣିଂ ଆସେସମେଣ୍ଟର ୟୁନିଟ୍ 3 ଅଛି ତାର ୟୁନିଟ୍ 3ର ପାର୍ଟ ବିଟା ପଢ଼ିବା। ୟା ପୂର୍ବରୁ ଆମେ ପାର୍ଟ ଏଟା ସାରି ଦେଇଥିଲେ ଯେଉଁଟାରେ ଆମେ ବ୍ଲୁ ପ୍ରିଣ୍ଟ ବିଷୟରେ ଡିସ୍କସନ୍ କରିଥିଲେ, କେମିତି ଆମେ ଟେଷ୍ଟ ଆଡ଼କୁ କନଷ୍ଟ୍ରକ୍ସନ୍ କରିବା ତା ବିଷୟରେ ସବୁ ଡିସ୍କସନ୍ କରିଥିଲେ। ଆଜି ଆମେ କ'ଣ ପଢ଼ିବା ନା ତମର ସେଇଟାରେ ପଢ଼ିବା କ'ଣ ନା ସ୍କୋରିଂ ଟେଷ୍ଟ ଆଇଟମ୍ସ, ସେଇଟା ଆମେ ଷ୍ଟାର୍ଟ କରିବା। ଆଜି ଦେଖିବା ଏଠାରେ ସବୁ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି କଥା ଦେଖିବା, ମିନ୍ ମିଡିଆନ୍ସ କଥା ଦେଖିବା, ତୁମର ଭେରିଆବିଲିଟି କେମିତି ମେଜର୍ କରାଯାଏ ତାକୁ ଇଜି କରି ଦେଖିବା। ତାପରେ ତୁମର ଜେଡ୍ ସ୍କୋର ଦେଖିବା, ଜିପିଏ ଦେଖିବା, ବହୁତ କିଛି ଅଛି ଯେଉଁଟା ଭଲ ତୁମର ମାନେ କ'ଣ ଆସିଥାଏ ଯେଉଁ କ୍ୱେଶ୍ଚନ୍ ଆଡ଼କୁ ତୁମ ଏକ୍ଜାମ୍ର ସେଗୁଡ଼ା ସବୁ ଇଜିଲି ଲେଖା ହେଇଛି, ସେଗୁଡ଼ା ସବୁ ଦେଖିବା। ତ ଫାଷ୍ଟରୁ ଲାଷ୍ଟଟା ଦେଖିକି ଫାଷ୍ଟ ବୁଝିବା କ'ଣ ନା ସ୍କୋରିଂ ଟେଷ୍ଟ ଆଇଟମ୍ସ। ଦେଖ ଆମେ ଯେଉଁ ସ୍କୋରିଂ ଟେଷ୍ଟ ଆଇଟମ୍ସ କ'ଣ ନା ଛୁଆମାନଙ୍କୁ ଯେଉଁ ଖାତା ଦେଖାଯାଏ ଦୁଇଟା ଉପାୟରେ ଖାତା ଦେଖାଯାଏ। ଗୋଟେ ହେଉଛି ମାନୁଆଲ୍ ସ୍କୋରିଂ ଆଉ ଗୋଟେ ହେଉଛି ଇଲେକ୍ଟ୍ରୋନିକ୍ ସ୍କୋରିଂ। ମାନୁଆଲ୍ ସ୍କୋରିଂ ମାନେ ହ୍ୟୁମାନ୍ ସ୍କୋରିଂ, ଯେଉଁଟା ମଣିଷ ଆମର ହେଉଛି ଟିଚର୍ ମାନେ ଯେଉଁମାନେ ସ୍କୋର ଦେଇଥାନ୍ତି ବା ଟିଚର୍ ମାନେ ଯେଉଁଟା ଖାତା ଚେକ୍ କରିଥାନ୍ତି ତାକୁ ଆମେ କହିବା ମାନୁଆଲ୍ ସ୍କୋରିଂ, ଆଉ ଯେଉଁଟା କମ୍ପ୍ୟୁଟର ଖାତା ଚେକ୍ କରିଥାଏ ତାକୁ ଆମେ କହିବା ଇଲେକ୍ଟ୍ରୋନିକ୍ ସ୍କୋରିଂ। ବୁଝିପାରିଲେ? ତ ମାନୁଆଲ୍ ସ୍କୋରିଂଟା କ'ଣ ନା ମାନୁଆଲ୍ ସ୍କୋରିଂ ଇଜ୍ ୟୁଜ୍ଡ ଫର୍ ଏସେ ଆଣ୍ଡ ସର୍ଟ ଆନ୍ସର୍ ଟାଇପ୍ କ୍ୱେଶ୍ଚନ୍ସ। କମ୍ପ୍ୟୁଟର ତ ପୁରା ଏସେ ଟାଇପ୍ର କ୍ୱେଶ୍ଚନ୍କୁ କିମ୍ବା ସର୍ଟ ଆନ୍ସର୍ କ୍ୱେଶ୍ଚନ୍କୁ ଯେଉଁଟା 2-3 ଧାପର ଲେଖ ତାକୁ ତ ସେ ଚେକ୍ କରିପାରିବନି, ତାକୁ କ'ଣ କରିବେ? ମାନୁଆଲ୍ ସ୍କୋରିଂ ସେଠି ଦରକାର, ସେଠି ଟିଚର୍ ମାନେ ହିଁ ଚେକ୍ କରିଥାନ୍ତି। ତ ମାନୁଆଲ୍ ସ୍କୋରିଂ କାହା ପାଇଁ ୟୁଜ୍ ହେଇଥାଏ ନା ଏସେ ଆଉ ସର୍ଟ ଆନ୍ସର୍ ଟାଇପ୍ ଅଫ୍ କ୍ୱେଶ୍ଚନ୍ ମାନଙ୍କୁ ମାନୁଆଲ୍ ସ୍କୋରିଂ ଚେକ୍ ହେଇଥାଏ, ହେଲା ସେଠି ୟୁଜ୍ ହେଇଥାଏ। A scoring key or answer sheet helps you check correct and acceptable answer। ତ ଏଇ ଯେଉଁ ଖାତା ଚେକ୍ କରିବା ପୂର୍ବରୁ ସାର୍ ମାନେ କ'ଣ କରିଥାନ୍ତି ଗୋଟେ ସବୁ କ୍ୱେଶ୍ଚନ୍ର ଗୋଟେ ଆକ୍ସେପ୍ଟେବୁଲ୍ ଆନ୍ସର୍କୁ ଫାଷ୍ଟ ଲେଖିକି ରଖିଥାନ୍ତି ତା ଉପରେ ବା ଆନ୍ସର୍ ସିଟ୍ ଗୋଟେ ଲେଖିଥାନ୍ତି। ସେଇଟା ହେଉଛି ସ୍କୋରିଂଟି କୁହାଯାଏ, ଯେଉଁଟାକି ହେଲ୍ପ କରିଥାଏ ଯେ କରେକ୍ଟ ଆଉ ଆକ୍ସେପ୍ଟେବୁଲ୍ ଆନ୍ସର୍ ଗୁଡ଼ିକୁ ଚେକ୍ କରିବାରେ ମାର୍କ ଦେବାରେ ତାଙ୍କୁ ହେଲ୍ପ କରିଥାଏ। ହ୍ୟୁମାନ୍ ଜଜମେଣ୍ଟ ଇଜ୍ ୟୁଜ୍ଡ ସୋ ସୁଡ୍ ବି କେୟାରଫୁଲି ଡନ୍ ଟୁ ଆଭଏଡ୍ ବାୟସନେସ୍। ଏଠି ହ୍ୟୁମାନ୍ ଜଜମେଣ୍ଟ ଲାଗିଥାଏ, ସାର୍ ହେଉଛି ସାର୍ମାନଙ୍କର ଜଜମେଣ୍ଟ ଲାଗିଥାଏ ଯେ ଏଇ ଛୁଆଟା ଏଇଭଳିଆ ଲେଖିଛି, ସେଇ ଛୁଆଟା ସେଇଭଳିଆ ଲେଖିଛି। ତ ଏଠି ହେଉଛି ବାୟସନେସ୍ ହେବାର ଚାନ୍ସେସ୍ ରହିଥାଏ, ମାନେ ସାର୍ଙ୍କୁ ଯେଉଁ ହ୍ୟାଣ୍ଡ ରାଇଟିଂଟା ଭଲ ଲାଗିଲା କିମ୍ବା ଯାହା ସାର୍ଙ୍କର ଯେଉଁମାନେ ଫେଭରେଟ୍ ଛୁଆ ତ ସେମାନେ ସାର୍ ତାଙ୍କୁ ଟିକେ ଅଧିକା ମାର୍କ ଦେଇଦେବାର ଏଠି ଚାନ୍ସେସ୍ ଅଛି। ତ ସେଥିପାଇଁ ଆମକୁ କେୟାରଫୁଲି ଏଟା ହେଉଛି ଆମର ହେଉଛି ସ୍କୋରିଂଟା କରତେ ପଡ଼ିବ, ଯେମିତି ଆଭଏଡ୍ ହେବ ବାୟସଟା। Two teacher checking can reduce the marking errors। ମାନୁଆଲ୍ ସ୍କୋରିଂରେ ସେ କହୁଛି ଦୁଇ ଜଣ ଟିଚର୍ସ ଯଦି ଚେକ୍ କରନ୍ତି ଖାତାଟା ତାହେଲେ ଆମେ କହୁଛନ୍ତି ଏରର୍ସର ଯେଉଁ ସ୍କୋରିଂର ଯେଉଁ ଏରର୍ ଥାଏ କିମ୍ବା କେଉଁ ଟିଚର ଅଧିକା ମାର୍କ ଦେଇଦେଉଛି କେଉଁ ଟିଚର କମ୍ ମାର୍କ ଦେଇଦେଉଛି ସେ ଏରର୍ଟା ଆମେ ରିଡ୍ୟୁସ୍ କରିପାରିବା। ବୁଝିପାରିଲେ ମାନୁଆଲ୍ ସ୍କୋରିଂ କ'ଣ? ମାନୁଆଲ୍ ସ୍କୋରିଂ ମାନେ କ'ଣ ନା ଯେଉଁଠି ଟିଚର ମାନେ ନିଜେ ନିଜେ ଖାତା ଦେଖିଥାନ୍ତି। ତାପରେ ଇଲେକ୍ଟ୍ରୋନିକ୍ ସ୍କୋରିଂ କ'ଣ? କମ୍ପ୍ୟୁଟର ସ୍କୋରିଂ। ଇଲେକ୍ଟ୍ରୋନିକ୍ ସ୍କୋରିଂଟା କେଉଁଠି ୟୁଜ୍ ହେଇଥିବ? ଯେବେ MCQ କ୍ୱେଶ୍ଚନ୍ ମାନଙ୍କର ବା ଅବଜେକ୍ଟିଭ୍ ଟେଷ୍ଟର ଟ୍ରୁ ଫଲ୍ସର ମଧ୍ୟ ହେଉଛି କ'ଣ ହେଇପାରିବ? ଆମର ହେଉଛି କମ୍ପ୍ୟୁଟର ସ୍କୋରିଂ ସବୁ ୟୁଜ୍ ହେଇପାରିବ। ଇଟ୍ ଇଜ୍ ୟୁଜ୍ଡ ଏ କମ୍ପ୍ୟୁଟର ଆଣ୍ଡ ଆନ୍ସର୍ କି ଟୁ ସ୍କୋର ଅଟୋମେଟିକାଲି। ଏଠାରେ ଏଇ ଯେଉଁ ଇଲେକ୍ଟ୍ରୋନିକ୍ ସ୍କୋରିଂରେ ଗୋଟେ କମ୍ପ୍ୟୁଟର ଆଉ ଗୋଟେ ଆନ୍ସର୍ କି ସେ କମ୍ପ୍ୟୁଟର ଭିତରେ ଅଟୋମେଟିକାଲି ଆଗରୁ ଫିଟେଡ୍ ହେଇକି ରହିଥିବ, ଯିଏକି ସ୍କୋର ଅଟୋମେଟିକାଲି କରିକି ଦେବ। ଇଟ୍ ଇଜ୍ ଫାଷ୍ଟ ଆକୁରେଟ୍ ଆଣ୍ଡ ସେଭ୍ ଟାଇମ୍, ହେଲା ଏଠି ହେଉଛି ଆକୁରେଟ୍ ସରି ଜଷ୍ଟ 1 ମିନିଟ୍। ଓକେ, ତ ଏଠି ହେଉଛି କ'ଣ କରିଥାଏ ନା ଫାଷ୍ଟଲି ଏଇଟା ଖାତା ଦେଖିଥାଏ, ମାନେ ଘଣ୍ଟା ଭିତରେ ସେ 100ଟା ଖାତା ବି ଦେଖିଦେବ କି 50ଟା ଖାତା ଦେଖିଦେବ, ଆଉ ଆକୁରେଟଲି ଦେଇଥାଏ ଆଉ ଟାଇମ୍ ମଧ୍ୟ ସେଭ୍ କରିଥାଏ। ଏଠି ହେଲ୍ପସ୍ ଇନ୍ ଅର୍ଗାନାଇଜିଂ ଆଣ୍ଡ ଷ୍ଟୋରିଂ ରେଜଲ୍ଟସ୍ ଇଜିଲି। ତ ଇଏ ହେଉଛି ତା ନିଜ ଭିତରେ ରେଜଲ୍ଟ ଆଡ଼କୁ ଷ୍ଟୋର୍ କରିକି ବି ରଖିଦେଇଥାଏ। ସେ ଡାଇରେକ୍ଟ ତୁମକୁ ଦେଖାଇଦେବ ଯେ ଧର 5 ଜଣ ଖାତା ଦେଇଛନ୍ତି, 5 ଜଣ ଏକ୍ଜାମ୍ ଦେଇଛନ୍ତି, ତ 5 ଜଣର କେତେ କେତେ ରେଜଲ୍ଟ ରହିଲା ସେ ସବୁ ତା ଭିତରେ ଷ୍ଟୋର୍ ହେଇକି ରହିବ ବା ରେଜଲ୍ଟ ଆଡ଼କୁ ଇଜିଲି ଦେଖାଇଦେବ ତୁମକୁ। It is widely used in competitive exams and training। କମ୍ପିଟେଟିଭ୍ ଏକ୍ଜାମ୍ରେ ଏଇ ଯେଉଁ କମ୍ପ୍ୟୁଟର ସ୍କୋରିଂ ବା ଇଲେକ୍ଟ୍ରୋନିକ୍ ସ୍କୋରିଂଟା ୟୁଜ୍ ହେଇଥାଏ, ହେଲା ଟ୍ରେନିଂ କ୍ଷେତ୍ରରେ ମଧ୍ୟ ଏଟା ୟୁଜ୍ ହେଇଥାଏ। ବୁଝିପାରିଲ କେମିତି ଆମେ ସ୍କୋରିଂ ଦିଆଯାଇଥାଏ? ଦୁଇଟା ଉପାୟରେ ଦିଆଯାଇଥାଏ, ସେଟା କେବଳ ଦେଖିବା। ତାପରେ ହେଉଛି ଆଇଟମ୍ ଆନାଲିସିସ୍। ଆଇଟମ୍ ଆନାଲିସିସ୍ କ'ଣ? ଆଇଟମ୍ ଆନାଲିସିସ୍ ହେଉଛି ଇଟ୍ ଇଜ୍ ଦ ପ୍ରୋସେସ୍ ଅଫ୍ ଷ୍ଟଡିଂ ଷ୍ଟୁଡେଣ୍ଟସ୍ ରେସ୍ପନ୍ସ ଟୁ ଇଣ୍ଡିଭିଜୁଆଲ୍ ଟେଷ୍ଟ କ୍ୱେଶ୍ଚନ୍ସ। ୟା ମାନେ ହେଉଛି ଯେତେବେଳେ ଛୁଆମାନେ ଏକ୍ଜାମ୍ ଦେଇସାରିଲେ ତାପରେ ଯେଉଁ ପ୍ରୋସେସ୍ର ଛୁଆମାନଙ୍କର ଖାତାକୁ ତୁମେ ତ ଚେକ୍ କରିଦେଲ, ମାର୍କ ବି ଦେଇଦେଲ, ତାପରେ ଆଣିକି ସେ ଖାତା ଆଡ଼କୁ ଆଉ ଥରେ ଚେକ୍ କରିବ ବା ସେ ଛୁଆମାନେ କେଉଁ ଭଳିଆ କ'ଣ ରେସ୍ପନ୍ସ ଦେଇଛନ୍ତି, ପ୍ରତ୍ୟେକ କ୍ୱେଶ୍ଚନ୍କୁ କେଉଁ ଭଳିଆ କ'ଣ ଲେଖିଛନ୍ତି, ତାକୁ ଯେଉଁ ଷ୍ଟଡି କରାଯାଏ ବା ତାକୁ ଯେଉଁ ଚେକ୍ କରାଯାଏ ତାକୁ ହିଁ କୁହାଯାଏ ଆଇଟମ୍ ଆନାଲିସିସ୍। ତୁମେ କହିବ ସାର୍ ଆମର ହେଉଛି ମାର୍କ ତ ଦେଇଦେଲେ ତାପରେ ଆଇଟମ୍ ଆନାଲିସିସ୍ର ଦରକାର କ'ଣ? ନା ଆଇଟମ୍ ଏନାଲିସିସ୍ର ଗୋଟେ ସାର୍ ଜାଣିପାରିବେ ଯେ କେଉଁ ପ୍ରକାର କ୍ୱେଶ୍ଚନ୍ଟା ସବୁ ଛୁଆ ଦେଇଛନ୍ତି,
କୋଉ ପ୍ରକାର କ୍ୱେଶ୍ଚିନ୍‌ଟା ବହୁତ ହାର୍ଡ଼ ଥିଲା ଛୁଆମାନେ ଦେଇପାରିଲେନି, କୋଉ ଛୁଆ କୋଉଟା ବେଶୀ କନଫ୍ୟୁଜନ୍ ଥିଲା ତାଙ୍କ ପାଇଁ ହେଲା। ତା ଦ୍ୱାରା କ'ଣ ହବ ନା ସେ ଯେତେବେଳେ ଆଉ ଥରେ ବି ଯେତେବେଳେ କ୍ୱେଶ୍ଚିନ୍ ବନେଇବେ ତ ସେ ସବୁ ଯାହା ଏରର୍ ସବୁ ଥିବ ତାଙ୍କର କ୍ୱେଶ୍ଚିନ୍ ଫର୍ମାଟିଂର ଯାହା ଏରର୍ ଥିବ ତ ସେ ସାର୍ ମାନେ ଛୁଆମାନଙ୍କର ଖାତା ଚେକ୍ କଲା ପରେ ସେସବୁ ଆଡ଼କୁ ସେ ଜାଣିପାରିବେ। ଆଉ ଥରେ ଯେତେବେଳେ ଖାତା ମାନେ ବନେଇବେ ଯେତେବେଳେ ଟେଷ୍ଟ ଗୋଟେ କନଷ୍ଟ୍ରକ୍ସନ୍ କରିବେ ସେତେବେଳେ ତାଙ୍କୁ ସେଗୁଡ଼ାକ ବହୁତ ହେଲ୍ପଫୁଲ୍ କରିବ। ବୁଝିପାରିଲ? ସେଇଟା ହେଉଛି ସେଇ ଯେଉଁ ପ୍ରୋସେସ୍‌ର ଖାତା ଚେକ୍ କରାଯାଏ ତାକୁ ହେଉଛି କୁହାଯାଏ ଆଇଟମ୍ ଆନାଲିସିସ୍। The aim is to check the quality of the questions and the test overall. ଏଟାର ମେନ୍ ଏମ୍ କ'ଣ ଆଇଟମ୍ ଆନାଲିସିସ୍ କାହିଁକି କରାଯାଏ? ଆମେ ହେଉଛି କ୍ୱେଶ୍ଚନ୍‌ର କ୍ୱାଲିଟି ଚେକ୍ କରିଥାଉ ଯେ କେଉଁ କ୍ୱେଶ୍ଚନ୍‌ଟା ଇଜି ଥିଲା, କେଉଁ କ୍ୱେଶ୍ଚନ୍‌ଟା ହାର୍ଡ଼ ଥିଲା ଛୁଆମାନଙ୍କ ପାଇଁ, ହେଲା କେଉଁଟା ସମସ୍ତେ କରୁଛନ୍ତି, କେଉଁଟା କେହି ଆଟେମ୍ପ୍ଟ ନେଇପାରିଲେନି, ତ ତାକୁ ଚେକ୍ କରିବାରେ କୁହାଯାଏ ଆଇଟମ୍ ଆନାଲିସିସ୍। It helps determine whether a question is too easy, too difficult or confusing or misleading. ଆଇଟମ୍ ଆନାଲିସିସ୍ ଦ୍ୱାରା ତମେ ଜାଣିପାରିବ ଯେ ଛୁଆମାନଙ୍କ ପାଇଁ କେଉଁଟା ଇଜି ଥିଲା, କେଉଁଟା ଡିଫିକଲ୍ଟ ଥିଲା, କେଉଁଟା କନଫ୍ୟୁଜିଂ କ୍ୱେଶ୍ଚନ୍ ଥିଲା। ଏଠି ଇମ୍ପ୍ରୁଭ୍ସ ଟିଚର୍ସ ଟେଷ୍ଟ ମେକିଂ ସ୍କିଲ୍ ହେଲା। ଏହାଦ୍ୱାରା ଟିଚର ଜଣକ ତାଙ୍କର ଯେଉଁ ଟେଷ୍ଟ ସବୁ କରୁଛନ୍ତି ବା ଆଉ ଗୋଟେ ସେ କ୍ଲାସ୍ ପରେ ଆଉ ଗୋଟେ କ୍ଲାସ୍ରୁ ଯେତେବେଳେ ଗୋଟେ ଟେଷ୍ଟ ବନେଇବେ ସେତେବେଳେ ତାଙ୍କ ଟେଷ୍ଟ ମେକିଂ ସ୍କିଲ୍‌ଟା ଇମ୍ପ୍ରୁଭ୍ ହେଇଥାଏ। ତ ସେ ଯଦି ସେଥିରେ କିଛି ଭୁଲ ଭାଲ କରିଥିବେ ସେ ଟେଷ୍ଟ ମେକିଂର ସେ ସେଟାରୁ ଶିଖିବେ ତ ଆଉ ଥରେ ଗୋଟେ ଭଲ ଟେଷ୍ଟ ଗୋଟେ ବନେଇ ପାରିବେ। ତ ଆଇଟମ୍ ଆନାଲିସିସ୍ ଯେଉଁ କରିଥାନ୍ତି ତାର କିଛି ଷ୍ଟେପ୍ସ ଅଛି ତମେ କେମିତି ଗୋଟେ ଆଇଟମ୍ ଆନାଲିସିସ୍ କରିବ। ଫାଷ୍ଟ କ'ଣ କରିବ? ଆରେଞ୍ଜ ଅଲ୍ ଦି ଟେଷ୍ଟ ପେପର୍ ଫ୍ରମ୍ ଦି ହାଏଷ୍ଟ ଟୁ ଲୋଏଷ୍ଟ। ଗୋଟେ ଏକ୍ସାମ୍ପଲ୍ ଦେଇ ବୁଝାଉଛି ଦେଖ ପୁରା ଇଜିଲି ତୁମେ ଏଟା ଲେଖିପାରିବ। ସର୍ଟ ନୋଟ୍‌ରେ ଇଆଡ଼େ ପକାଏ ଆଇଟମ୍ ଆନାଲିସିସ୍ ଆଡ଼େ ସର୍ଟ ନୋଟ୍ ବେଳେବେଳେ ପକାଏ। ତ ତୁମେ କେମିତି ଲେଖିବ ଦେଖ ଲେଟ୍ ତମ କ୍ଲାସ୍‌ରେ 99 ଜଣ ଛୁଆ ଅଛନ୍ତି। କେତେ ଜଣ? 99। ତମେ କ'ଣ କରିବ? ତମେ ସେଇ ଯେଉଁ 99 ଜଣ ଛୁଆଙ୍କର ପେପରଟାକୁ ହାଏଷ୍ଟରୁ ଲୋଏଷ୍ଟ ସ୍କୋରକୁ ଆରେଞ୍ଜ କରିଦେବ। ଧର ଫାଷ୍ଟ ଯିଏ ରଖିଛି ହେଉଛି 100ରୁ ଧରେ 92 ରଖିଛି ତାର ଫାଷ୍ଟ ରଖିବ, ତାପରେ 95 ବାଲା ରଖିବ, 90 ବାଲା ରଖିବ, ତାପରେ ତଳକୁ ରଖିବ 20 25 ଏବା ପୁରା ହେଉଛି କ'ଣ ନା ହାଏଷ୍ଟ ସ୍କୋରରୁ ଲୋଏଷ୍ଟ ସ୍କୋରକୁ ଆରେଞ୍ଜ ପୁରା କରିଦେବ 99 ଜଣଙ୍କର ଖାତାକୁ। ତାପରେ କ'ଣ କରିବ? ସିଲେକ୍ଟ ଟପ୍ 1/3 ଏଜ୍ ଏ ହାୟର ଗ୍ରୁପ୍। ତିନିଟା ଗ୍ରୁପ୍‌ରେ ତମେ ଖାତାଟାକୁ ଆରେଞ୍ଜ କରିବ। ଗୋଟେ ହେଉଛି ହାୟର ଗ୍ରୁପ୍ ହେଲା, ଗୋଟେ ମିଡିଲ୍ ଗ୍ରୁପ୍ ଆଉ ଗୋଟେ ହେଉଛି ଲୋୟର ଗ୍ରୁପ୍। ତ ହାୟର ଗ୍ରୁପ୍‌ର କେଉଁମାନଙ୍କର ଖାତା ରହିବ? ଯେଉଁ ଫାଷ୍ଟ ଆଡ଼ୁ 33 ଜଣଙ୍କର କାହିଁକିନା ମୁଁ 99 ନେଇଛି ତ ତାକୁ ଯଦି ତିନି ଭାଗରେ ବିଭକ୍ତ କରିବି 33 33 33 ପଡ଼ିବ। ବୁଝିପାରିଲ? ତ ଫାଷ୍ଟ ଯେଉଁ ଉପର ଆଡ଼ୁ 33ଟା ଖାତା ରଖିବ ହାୟର ଗ୍ରୁପ୍‌ରେ, ମିଡିଲ୍ ଗ୍ରୁପ୍‌ରେ ରଖିବ ତା ତଳେ ଯେଉଁ 33ଟା ଥିବ ଆଉ ଲୋୟର ଗ୍ରୁପ୍‌ରେ ରଖିବ ଲାଷ୍ଟ ଆଡ଼ୁ ଯେଉଁ 33ଟା ଖାତା ଥିବ। ସେଟା କହୁଛି ସିଲେକ୍ଟ ଦ ଟପ୍ 1/3 ଏଜ୍ ଏ ହାୟର ଗ୍ରୁପ୍। ଫାଷ୍ଟ ମାନେ ହେଉଛି ଟୋଟାଲ୍ ଖାତାର 1/3 ହେଉଛି ରଖିବ ହାୟର ଗ୍ରୁପ୍‌ର, ତାପରେ ବଟମ୍ ଆଡ଼ୁ 1/3 ରଖିବ ଲୋୟର ଗ୍ରୁପ୍‌ର, ଆଉ ଯେଉଁ ମିଡିଲ୍ ଖାତା ଆଡ଼କୁ ଅଛି ତାକୁ ଇଗ୍ନୋର ମାରିଦେବ। ତମର ଖାତା ଦରକାର କ'ଣ? ଏଇ ଉପର ଆଡ଼ୁ 33ଟା ଖାତା ତଳ ଆଡ଼ୁ 33ଟା ଖାତା ତମକୁ ଆଇଟମ୍ ଆନାଲିସିସ୍ ପାଇଁ ଦରକାର। ତାପରେ କ'ଣ କରିବ? ଫର୍ ଇଚ୍ କ୍ୱେଶ୍ଚନ୍ ଆଇଟମ୍ କାଉଣ୍ଟ ହାଉ ମେନି ଷ୍ଟୁଡେଣ୍ଟ ଇନ୍ ଦ ହାୟର ଗ୍ରୁପ୍ ମାର୍କ ହୁଇଚ୍ ଆନ୍ସର୍ ଅପସନ୍। ତମେ କ'ଣ କଲ? ଏ 33ଟା ଖାତାକୁ ରଖିଲ, ତାପରେ ଦେଖିବ ପ୍ରତ୍ୟେକ କ୍ୱେଶ୍ଚନ୍ ପାଇଁ ହେଲା ଧର ଅବଜେକ୍ଟିଭ୍ କ୍ୱେଶ୍ଚନ୍ ଧର ଦେଇଛୁ ତ ହାୟର ଗ୍ରୁପ୍‌ର ଯେଉଁ ଛୁଆ ଗୁଡ଼ାକ ଅଛନ୍ତି ସେ ପ୍ରତ୍ୟେକ କ୍ୱେଶ୍ଚନ୍‌ର କେଉଁ ଆନ୍ସର୍‌ଟା ଟିକ୍ କରିଛନ୍ତି। ବୁଝିପାରିଲ? ତାପରେ ପୁଣି ଲୋୟର ଗ୍ରୁପ୍‌ର ଖାତା ସେଗୁଡ଼ା ଦେଖିବ ଯେ 1 ନମ୍ବର କ୍ୱେଶ୍ଚନ୍‌ର ଯେଉଁ ଲୋୟର ଗ୍ରୁପ୍‌ର ସବୁ ଯେଉଁ ଛୁଆ ଅଛନ୍ତି ସିଏ କେଉଁ ଅପସନ୍‌ଟାକୁ ଟିକ୍ କରିଛନ୍ତି। ବୁଝିପାରିଲ? ଏହାଦ୍ୱାରା ଜାଣିପାରିବ ଯେ ହାୟର ଗ୍ରୁପ୍‌ର ଯେଉଁ ଛୁଆ ଗୁଡ଼ାକ ସବୁ ଆନ୍ସର୍‌ର ମାନେ ଯେଉଁଟା ଅଲମୋଷ୍ଟ ଅଧିକାଂଶ ଛୁଆଙ୍କର ଗୋଟିଏ ହିଁ ଅପସନ୍ ମାନେ ଠିକ୍ ଆନ୍ସର୍ ସେମାନେ ମାରି ଦେଇଛନ୍ତି। ଆଉ ସେ କ୍ୱେଶ୍ଚନ୍‌ଟା ଇଜି ଥିଲା ଯେଉଁଟାକି 2-3 ଜଣ ଦେଇପାରିଛନ୍ତି କରେକ୍ଟ ଆନ୍ସର୍ ଆଉ କେହି ଦେଇପାରିନାହାନ୍ତି। ତା'ମାନେ କ'ଣ? ସେଇଟା ହେଉଛି ଡିଫିକଲ୍ଟ ଥିଲା ଆଉ ଯେଉଁଟା କେହି ବି ଦେଇପାରିନାହାନ୍ତି ତା'ମାନେ କ'ଣ? ଏଇଟା ବହୁତ କନଫ୍ୟୁଜିଂ ଥିଲା। ତ ସେଇଠୁ ତମେ ଜାଣିପାରିବ। ତ ସେଇଭଳିଆ ହେଉଛି କ'ଣ ଲୋୟର ଗ୍ରୁପ୍ ପାଇଁ ସେଇଭଳିଆ ଆରେଞ୍ଜ କରିକି ସେଇଭଳିଆ ହେଉଛି ପ୍ରତ୍ୟେକ କ୍ୱେଶ୍ଚନ୍ ଯେମିତି ଦେଖିବ କିଏ କେଉଁଟା ମାରିଛି। ତାପରେ କ'ଣ କରିବ? ମେକ୍ ଏ ଟେବୁଲ୍ ଶୋଇଂ ହାଉ ମେନି ଷ୍ଟୁଡେଣ୍ଟସ୍ ଫ୍ରମ୍ ଇଚ୍ ଗ୍ରୁପ୍ ଚୁଜ୍ ଇଚ୍ ଅପସନ୍ A B C D। ମାନେ ଦେଖିବ ତାପରେ ଗୋଟେ ଟେବୁଲ୍ କନଷ୍ଟ୍ରକ୍ଟ କରିବ। ତାପରେ ଦେଖିବ ହାୟର ଗ୍ରୁପ୍ ଆଉ ଲୋୟର ଗ୍ରୁପ୍‌ର କେଉଁ ଛୁଆଟା ବା କେତେ ଛୁଆ କେଉଁ ଏ ଅପସନ୍‌କୁ ଗୋଟେର ମାନେ ଏଠି ଲେଖିଲ 1 ନମ୍ବର କ୍ୱେଶ୍ଚନ୍, ଏଠି ଲେଖିଲ A B C D। ତ 1 ନମ୍ବର କ୍ୱେଶ୍ଚନ୍‌ଟା କେତେ ଜଣ ଛୁଆ ଏ ମାରିଛନ୍ତି, କେତେ ଜଣ ଛୁଆ B ମାରିଛନ୍ତି, କେତେ ଜଣ C ମାରିଛନ୍ତି, କେତେ ଜଣ D ମାରିଛନ୍ତି। ତ ଏଇଭଳିଆ ଗୋଟେ ଟେବୁଲ୍ ତମେ ଗୋଟେ ବନେଇକି ଆଇଟମ୍ ଆନାଲିସିସ୍ କରିପାରିବ। ବୁଝିପାରିଲ ତା ଷ୍ଟେପ୍‌ଟା ପୁରା? ତାପରେ ହେଉଛି କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଏ ଗୁଡ୍ ଟେଷ୍ଟ। ଏଇଟା ଛୁଆ ଏଇଟାକୁ ପଡ଼ିବ ଏଇ ପଏଣ୍ଟ ଆଡ଼କୁ ମନେ ରଖିବ କାରଣ ଏଇଆଡ଼କୁ ତମର ପକାଏ ହେଲା। ୟା ଭିତରୁ କେଉଁଟା ହେଉଛି ଗୋଟେ ଗୁଡ୍ ଟେଷ୍ଟର କ୍ୟାରେକ୍ଟରିଷ୍ଟିକ୍ସ ହେଲା। 4ଟା ଅପସନ୍ ଦେଇଥିବ ତା ଭିତରେ ତମେ ଟିକ୍ କରିବ। ଏଇଟା OTT OSTT କିମ୍ବା ତମର ଯେଉଁ TGT ଏକ୍ଜାମ୍ ମାନଙ୍କରେ ଏଠାରେ ପକାଏ ହେଲା। ଦେଖ ମୁଁ ତୁମକୁ ଆଗରୁ ରିଲାଏବିଲିଟି ଆଉ ହେଉଛି ଭ୍ୟାଲିଡିଟି ତ ବୁଝେଇ ଦେଇଛି ହେଲା। ତ ଆଉ ଥରେ ଦେଖିନେବା ଇଆଡ଼କୁ ସବୁ। ଫାଷ୍ଟ ହେଉଛି ଅବଜେକ୍ଟିଭିଟି ଗୋଟେ ଗୁଡ୍ ଟେଷ୍ଟର ଅବଜେକ୍ଟିଭିଟି ରହିବା ଦରକାର। ତା'ମାନେ କ'ଣ? The test should be free from personal bias or opinion in scoring or judgment। ତ କେଉଁ ପ୍ରକାର
ମାନେ କୋଉ ପ୍ରକାର ଟେଷ୍ଟଟା ଏ ଯେଉଁ ପର୍ସନାଲ ବାୟସରୁ ଫ୍ରି ହେଇପାରିବ, ଯେଉଁଟା MCQ ବେସ୍ଡ ଟେଷ୍ଟ ଆଡ଼କ, ଯେଉଁଟା ଅବଜେକ୍ଟିଭ ଟେଷ୍ଟ ଆଡ଼କ। ତ ସେଇ କଥା କହୁଛି, ତ ଟେଷ୍ଟଟା ଯେଉଁ ଗଢ଼ିବ ସେଇଟା ଯେମିତି ପର୍ସନାଲ ବାୟସର ନଥିବ। ସେଠି ପର୍ସନାଲ ବାୟସ କେହି ଜଣେ ସାର୍ ମାନେ ତାଙ୍କ ମନ ଇଚ୍ଛା କେଉଁ ଛୁଆକୁ ମାର୍କ ଯେମିତି ଦେଇପାରିବେ ହେଲା, ଯେତେବେଳେ ମାର୍କ ଦେବେ ସେମିତିଆ ଦେଇପାରିବେ ନାହିଁ, ଏମିତିଆ ତୁମେ ଟେଷ୍ଟ କରିବ ହେଲା। ସେଇଟା ହେଉଛି ଅବଜେକ୍ଟିଭ। ରିଲାଏବିଲିଟି କ'ଣ? ରିଲାଏବିଲିଟି ହେଉଛି ସିମିଲାର ରେଜଲ୍ଟ ପାଇବ ହେଲା। ତମେ ଗ୍ରୁପ୍ ସେତିକି ଗ୍ରୁପ୍ ଅଫ୍ ଛୁଆ ଭିତରୁ ଧର 50 ଜଣ ଛୁଆ ଜଣେ ଗୋଟେ କୋଶ୍ଚିନ୍ ପେପରକୁ ଥରେ ଏକ୍ଜାମ୍ ଦେଲେ, ଆଉ ସେଇ 50 ଜଣ ଛୁଆକୁ ନେଇକି ପୁଣି ଆଉ ଥରେ ସେଇ କୋଶ୍ଚିନ୍କୁ ଦେଲେ, ଯଦି ସେଇଭଳିଆ ରେଜଲ୍ଟ ଆସୁଛି ତାକୁ ଆମେ କହିବା କ'ଣ? ସେ ଟେଷ୍ଟର ରିଲାଏବିଲିଟି ଅଛି। ଦ ଟେଷ୍ଟ ସୁଡ୍ ଗିଭ୍ ସେମ୍ ରେଜଲ୍ଟ ଇଫ୍ ଟେକେନ୍ ଏଗେନ୍ ଅଣ୍ଡର ଦି ସେମ୍ କଣ୍ଡିସନ୍। ଯଦି ସେମ୍ କଣ୍ଡିସନ୍ରେ ତୁମେ ଆଉ ଥରେ ଟେଷ୍ଟଟା କରୁଛ, ତାହେଲେ ସେଇ ପାଖାପାଖି ରେଜଲ୍ଟ ଯେମିତି ଆସୁଥିବ। ତାପରେ ହେଉଛି ଭ୍ୟାଲିଡିଟି। ଭ୍ୟାଲିଡିଟି ମାନେ କ'ଣ? ନା ଦ ଟେଷ୍ଟ ସୁଡ୍ ମେଜର ଏକ୍ଜାକ୍ଟଲି ହ୍ୱାଟ୍ ଇଟ୍ ମିନ୍ ଟୁ ମେଜର। ମାନେ ମୁଁ ଭ୍ୟାଲିଡିଟି ଆଗରୁ ବି କହିଛି ଯେ ସେ ଯାହା ଟେଷ୍ଟଟା ମେଜର କରିବା ପାଇଁ ଚାହୁଁଥିବ, ଯଦି ତମେ ଯାହା ଚାହୁଁଛ ମେଜର କରିବା ପାଇଁ ଟେଷ୍ଟଟା ଯଦି ସେଇଆ ମେଜର କରୁଛି, ତାହେଲେ ଆମେ କହିପାରିବା ଟେଷ୍ଟର ଭ୍ୟାଲିଡିଟି ଅଛି। ଧର ଗୋଟେ ମ୍ୟାଥ୍ ଟିଚରଟେ ଅଛନ୍ତି, ସିଏ ଚାହୁଁଛନ୍ତି ଛୁଆମାନଙ୍କର ମଲ୍ଟିପ୍ଲିକେସନ୍ ସ୍କିଲ୍ ଜାଣିବା ପାଇଁ, ତ ସେ କ'ଣ ସେଠି ହିଷ୍ଟ୍ରିର କ୍ୱେଶ୍ଚନ୍ ଦେବେ କି? ମଲ୍ଟିପ୍ଲିକେସନ୍ କ୍ୱେଶ୍ଚନ୍ ଦେବେ। ଯଦି ସେ ଟେଷ୍ଟଟା ଛୁଆମାନଙ୍କର ମଲ୍ଟିପ୍ଲିକେସନ୍ର ସ୍କିଲ୍ଟା ଜାଣି ନେଉଛି ବା ଜାଣିପାରୁଛି, ମେଜର କରିପାରୁଛି, ତାହେଲେ ଆମେ କହିବା ଯେ ସେ ଟେଷ୍ଟର ଭ୍ୟାଲିଡିଟି ଅଛି। ସେଇଟା କହିଛି ଏ ମ୍ୟାଥ୍ ଟେଷ୍ଟ ସୁଡ୍ ଆକ୍ସେସ୍ ମ୍ୟାଥ୍ ସ୍କିଲ୍ ନଟ୍ ଅ ଲାଙ୍ଗୁଏଜ୍ ଏବିଲିଟି। ମ୍ୟାଥ୍ ଟେଷ୍ଟଟା ମ୍ୟାଥ୍ ସ୍କିଲ୍କୁ ହିଁ ଯେମିତି ହେଉଛି ମେଜର କରିବ, କି ଲାଙ୍ଗୁଏଜ୍ ସ୍କିଲ୍କୁ ମେଜର କରିବ ନାହିଁ। ତାପରେ ହେଉଛି ନର୍ମସ୍। ଇଟ୍ ମିନ୍ସ ଦ ଆଭରେଜ୍ ପରଫର୍ମାନ୍ସ ଅଫ୍ ଦି ଗ୍ରୁପ୍ସ। ନର୍ମସ୍ ମାନେ କ'ଣ? ନା ସେ ଟେଷ୍ଟଟା ଯେଉଁ ତୁମେ ହେଉଛି କରିଛ, ସେ ଟେଷ୍ଟ ଗୋଟେ ନର୍ମସ୍ ରହିବା ଦରକାର। ମାନେ ଆମେ ପୁରା ଗ୍ରୁପ୍ର ଯେତିକି ଛୁଆ ଅଛନ୍ତି ହେଲା, ଧର 50 ଜଣ ଛୁଆ ଅଛନ୍ତି, ତ 50 ଜଣଙ୍କର ଆଭରେଜ୍ ପରଫର୍ମାନ୍ସ ଆମେ କାଢ଼ିପାରୁଥିଲେ ହେଲା, 50 ଜଣଙ୍କର ମାର୍କରୁ ଆମେ ଆଭରେଜ୍ ଯଦି କାଢ଼ିପାରୁଥିବା, ତାକୁ ଆମେ କହିବା ସେ କ'ଣ? ଟେଷ୍ଟଟାର ନର୍ମସ୍। ତ ଇଟ୍ ହେଲ୍ପସ୍ ଇନ୍ କମ୍ପେୟାରିଂ ଷ୍ଟୁଡେଣ୍ଟ ସ୍କୋର ୱିଥ୍ ଦ ଷ୍ଟାଣ୍ଡାର୍ଡ ସ୍କୋର। ଷ୍ଟାଣ୍ଡାର୍ଡ ସ୍କୋର ମାନେ ଆଭରେଜ୍ ସ୍କୋର ହେଲା। ଏ ଯେଉଁ ନର୍ମସ୍ ଦ୍ୱାରା ଆମେ ଗୋଟେ ଛୁଆକୁ ଆମେ ଦୁଇଟା ଗ୍ରୁପ୍ର ଭାଗ କରିପାରିବା ହେଲା। ଧର ଯିଏ ଆଭରେଜରୁ ଉପରକୁ ରଖୁଛନ୍ତି, ସେମାନେ କ'ଣ, ଧର ଗୋଟେ କ୍ଲାସ୍ର ଆଭରେଜ୍ ମାର୍କ ହେଉଛି 50 ହେଲା, ଯେତିକି ଜଣ ଛୁଆ ଦେଇଥିଲେ ତାକୁ ଆମେ କାଲକୁଲେଟ୍ କଲେ, ତ ଆଭରେଜ୍ ବାହାରିଲା 50। ତ ଆଭରେଜ୍ ଯେଉଁମାନେ ଉପରକୁ ରଖୁଛନ୍ତି, ତ ସେମାନେ ଭଲ ପଢ଼ିଛନ୍ତି, ଆଉ ଯେଉଁମାନେ ଆଭରେଜ୍ ତଳକୁ ଅଛନ୍ତି ସେମାନେ ଟିକେ ୱିକ୍ ଅଛନ୍ତି। ତ ୟା ଦ୍ୱାରା ଆମେ ଗୋଟେ ଛୁଆମାନଙ୍କୁ କମ୍ପେୟାର କରିପାରିବା। ତାପରେ ହେଉଛି ପ୍ରାକ୍ଟିକାବିଲିଟି। ପ୍ରାକ୍ଟିକାବିଲିଟି ମାନେ କ'ଣ? ନା ଦ ଟେଷ୍ଟ ସୁଡ୍ ବି ଇଜି ଟୁ କଣ୍ଡକ୍ଟ, ଟାଇମ୍ ସେଭିଂ ଆଣ୍ଡ ସିମ୍ପଲ୍ ଟୁ ସ୍କୋର। ଯେଉଁ ବି ତୁମେ ଟେଷ୍ଟ ଗୋଟେ ବନଉଛ, ସେଇଟା ଇଜିଲି ଯେମିତି ଛୁଆମାନଙ୍କ ଭିତରେ କଣ୍ଡକ୍ଟ କରିପାରିବ ହେଲା, ଆଉ ଟାଇମ୍ ସେଭିଂ ଯେମିତି ହେଇଥିବ, ଅଳ୍ପ ଟାଇମ୍ ଭିତରେ ବହୁତ ବଡ଼ ଗୋଟେ ଚାପ୍ଟର ସେ କଭର୍ କରୁଥିବ, ତାପରେ ସିମ୍ପଲି ତାକୁ ତୁମେ ସ୍କୋର କରିପାରୁଥିବ। ତ ଯଦି ତୁମେ ଗୋଟେ ଗୁଡ୍ ଟେଷ୍ଟ ବୋଲି କହିବ ହେଲା, କେଉଁଟା ଗୋଟେ ଗୁଡ୍ ଟେଷ୍ଟ ହେବ? ଏସେ ଟାଇପ୍ କ୍ୱେଶ୍ଚନ୍ ଆଡ଼କୁ ଗୁଡ୍ ଟେଷ୍ଟ ହେବ, ନା MCQ ବେସ୍ଡ କ୍ୱେଶ୍ଚନ୍ଟା ଗୁଡ୍ ଟେଷ୍ଟ ହେବ? MCQ ବେସ୍ଡ ଗୋଟେ, MCQ ବେସ୍ଡ ଭିତରେ ଇଏ ସବୁ ପ୍ରକାର ହେଉଛି କ'ଣ କ୍ୟାରେକ୍ଟରିଷ୍ଟିକ୍ସ ରହିଥାଏ, ବୁଝିପାରିଲ? ତାପରେ ବୁଝିବା କ'ଣ? ନା ଆନାଲିସିସ୍ ଆଣ୍ଡ ଇଣ୍ଟରପ୍ରିଟେସନ୍ ଅଫ୍ ଷ୍ଟୁଡେଣ୍ଟ ପରଫର୍ମାନ୍ସ ପ୍ରୋସେସିଂ ଟେଷ୍ଟ ଡାଟା ହେଲା। ଏ ଯେଉଁ ଛୁଆମାନଙ୍କର ଯେଉଁ ସବୁ ରେଜଲ୍ଟ ଆଡ଼କୁ ଆସିଲା ହେଲା, ଯେଉଁ ଛୁଆମାନଙ୍କର ସବୁ ରେଜଲ୍ଟ ବା ପରଫର୍ମାନ୍ସ କଲେ, ତାକୁ ଆମେ କେମିତି ଆନାଲିସିସ୍ କରିପାରିବା, ତାକୁ କେମିତି ଆମେ ଗୋଟେ ଗ୍ରାଫିକାଲି ତାକୁ ପ୍ରେଜେଣ୍ଟେସନ୍ କରିପାରିବା, ତାପରେ ସବୁ ଦେଖିବା। ଓକେ, ଫାଷ୍ଟ ଦେଖିବା ଗ୍ରାଫିକାଲି ପ୍ରେଜେଣ୍ଟେସନ୍। ଗ୍ରାଫିକାଲ ପ୍ରେଜେଣ୍ଟେସନ୍ର ମାନେ କ'ଣ? ନା ଇଟ୍ ମିନ୍ସ showing data or information in the form of visual like graphs, charts or a diagram. ଗ୍ରାଫିକାଲ ରିପ୍ରେଜେଣ୍ଟେସନ୍ର ମାନେ ଗୋଟେ ଡାଟାକୁ ହେଲା, ଧରେ ଗୋଟେ ଡାଟାକୁ ବା ଗୋଟେ ଇନଫର୍ମେସନ୍କୁ ଆମେ ଭିଜୁଆଲି ପ୍ରକାଶ କରିପାରିବା ହେଲା। ଯେଉଁ ଭଳିଆ ମୁଁ ଏଇଠି ଗୋଟେ ଦେଖ, ଏଇଟା ହେଉଛି ତୁମ ବହିର ଲେଖା ହେଇଛି। ଏ ଗ୍ରାଫିକାଲ ରିପ୍ରେଜେଣ୍ଟେସନ୍ଟା 5 ପ୍ରକାର ଲାଇନ୍ ଗ୍ରାଫ୍, ଫ୍ଲୋ ଚାର୍ଟ, ଇଏ ସେ ଏଇଟା ଲେଖା ହେଇଛି। ମୁଁ ତାକୁ କ'ଣ କହୁଛି, ଗୋଟେ ହେଉଛି ତୁମକୁ ଭିଜୁଆଲି ଗୋଟେ ଏଇଠି ଗୋଟେ ପ୍ରେଜେଣ୍ଟେସନ୍ ଦେଇଛି, ତ ଏଇଟା ବି ଗୋଟେ ହେଉଛି ଗ୍ରାଫିକାଲ ରିପ୍ରେଜେଣ୍ଟେସନ୍ ଭିତରେ ଯିବ। ସେଇ କଥା କହୁଛି, ଯେତେବେଳେ ଗୋଟେ ଇନଫର୍ମେସନ୍ ଗୋଟେ ଡାଟାକୁ ଗୋଟେ ଗ୍ରାଫ୍ରେ କିମ୍ବା ଗୋଟେ ଚାର୍ଟରେ କିମ୍ବା ଗୋଟେ ଡାଇଗ୍ରାମରେ ଆମେ ପ୍ରେଜେଣ୍ଟ କରିପାରିବା, ତାକୁ ହିଁ କହିବା ଆମେ ଗ୍ରାଫିକାଲ ରିପ୍ରେଜେଣ୍ଟେସନ୍, ବୁଝିପାରିଲ? ତାପରେ ଇଟ୍ ଇଜ୍ ୟୁଜ୍ଡ ଇନ୍ ମେନି ସବଜେକ୍ଟ ଲାଇକ୍ ମ୍ୟାଥ୍, ସାଇନ୍ସ, ମେଡ଼ିସିନ୍, ଏ ସବୁରେ ହେଲା ଆମର ଗ୍ରାଫିକାଲ ରିପ୍ରେଜେଣ୍ଟେସନ୍ ୟୁଜ୍ ହେଇଥାଏ। ଯେଉଁଭଳିଆ ତୁମର ମ୍ୟାଥ୍ର ଯେଉଁମାନେ ବ୍ୟାଙ୍କିଂର ଏକ୍ଜାମ୍ ଦେଉଥିବ, ଏଇଟା ଡାଟା ହ୍ୟାଣ୍ଡଲିଂ ଗୋଟେ ପଡ଼େ। ତ ଡାଟା ହ୍ୟାଣ୍ଡଲିଂର କ'ଣ ପଡ଼େ? ତୁମକୁ ହେଉଛି କିଛି ହେଉଛି ଆମର ହେଉଛି କ୍ୱେଶ୍ଚନ୍ ଦିଆଯାଇଥାଏ, ତା ଦେହରେ 5ଟା ଅପସନ୍ ଦିଆଯାଇଥାଏ, ତୁମେ ଏଠି ତୁମେ କର ହେଲା। DI ଯେଉଁଟା ପଡ଼େ ହେଲା, ଡାଟା ଇଣ୍ଟରପ୍ରିଟେସନ୍, ତ ସେଠି ହେଉଛି କ'ଣ କରାଯାଏ, ଡିଫରେଣ୍ଟ ଟାଇପ୍ ଅଫ୍ ଗ୍ରାଫ୍ ଆଉ ଚାର୍ଟ ସବୁ ପଡ଼ିଥାଏ। ସେଟା ମ୍ୟାଥ୍, ସାଇନ୍ସ, ମେଡ଼ିସିନ୍ ଏସବୁ ଯେଉଁ ସବଜେକ୍ଟରେ
ଗ୍ରାଫିକାଲ ରିପ୍ରେଜେଣ୍ଟେସନ ୟୁଜ୍ ହେଇଥାଏ ଯାହାଦ୍ୱାରା ଆମେ ଗୋଟେ ଡାଟାକୁ ଇଜିଲି ବୁଝି ପାରିଥାଉ। ତ ଆମର କେତେ ପ୍ରକାର ଗ୍ରାଫିକାଲ ରିପ୍ରେଜେଣ୍ଟେସନ ଅଛି? 5 ପ୍ରକାର ଗ୍ରାଫିକାଲ ରିପ୍ରେଜେଣ୍ଟେସନ ଅଛି। ଗୋଟେ ହେଉଛି ଲାଇନ୍ ଗ୍ରାଫ, ଗୋଟେ ବାର ଗ୍ରାଫ, ଗୋଟେ ପାଇ ଚାର୍ଟ, ଗୋଟେ ଫ୍ଲୋ ଚାର୍ଟ, ଆଉ ଗୋଟେ ହେଉଛି ହିଷ୍ଟୋଗ୍ରାମ। ବୁଝିପାରିଲେ? ଏଭଳିଆ ଛୁଆ ଚିତ୍ର ଆଡ଼ କରିକି ଆସିବ ହେଲା। ଯଦି ସର୍ଟ ନୋଟ୍ ବି ପଢ଼ୁଛୁ ଏଭଳିଆ ଚିତ୍ର କରିକି ଆସିବ। ତାପରେ ଗ୍ରାଫିକାଲ ରିପ୍ରେଜେଣ୍ଟେସନର ଆଡଭାଣ୍ଟେଜେସ୍ ଆଉ ଡିସଆଡଭାଣ୍ଟେଜେସ୍। ଆଡଭାଣ୍ଟେଜେସ୍ କ'ଣ? ନା ଇଜି ଟୁ ଅଣ୍ଡରଷ୍ଟାଣ୍ଡ ଆଣ୍ଡ ରିମେମ୍ବର। ଯଦି ଆମେ ଏଇଟା ଗୋଟେ ଭିଜୁଆଲି ଗୋଟେ ଡାଟାଟାକୁ ପ୍ରେଜେଣ୍ଟ କରିଦେବା ତାକୁ ଇଜିଲି ଆମେ ବୁଝିପାରିବା ଆଉ ବହୁତ ସମୟ ଯାଏ ମନେ ରଖିପାରିବା। ହେଲ୍ପ ଇନ୍ କ୍ୱିକ୍ ଡିସିସନ୍ ମେକିଂ। ଆଉ ତୁମେ ଗୋଟେ ଡାଟାଟାକୁ ଯଦି ତୁମେ ଭିଜୁଆଲି ଲେଖା ହେଇଛି ତୁମକୁ ପୁରା ତୁମକୁ ପଢ଼ିତେ ପଡ଼ିବନି ହେଲା। ସେ ଡାଟାଟାକୁ ଯଦି ପୁରା ଲେଖିବ ତାକୁ ଅଧ ପେଜ୍ ପଢ଼ିବ କିମ୍ବା ଗୋଟେ ପେଜ୍ ପଢ଼ିବ, ଆଉ ତାକୁ ଯଦି ଚିତ୍ର ମାଧ୍ୟମରେ କରିବ ସେ ଗୋଟିଏ ଚିତ୍ର ଭିତରେ ପୁରା ଡାଟାଟାକୁ ସେ କହିଦେଉଥିବ। ସେ କଥା କହୁଛି ଡିସିସନ୍ ନେଲାବେଳେ ବା କ୍ୱେଶ୍ଚନ୍ କଲାବେଳେ ତୁମକୁ ଇଜି ହେବ। ତାପରେ ୟୁଜଫୁଲ୍ ଫର୍ ପିପୁଲ୍ ହୁ ପ୍ରିଫର୍ ଭିଜୁଆଲ୍ ଓଭର୍ ଦି ଟେକ୍ସଟ। ଯେଉଁ ପିପୁଲ୍ ମାନେ ପଢ଼ିବା ଠାରୁ ଭିଜୁଆଲ୍ ଦେଖିବା ପାଇଁ ବହୁତ ପସନ୍ଦ କରିଥାନ୍ତି ତ ତାଙ୍କ ପାଇଁ ଏଇଟା ବହୁତ ୟୁଜଫୁଲ୍ ହୋଇଥାଏ। ମେକ୍ସ ପ୍ରେଜେଣ୍ଟେସନ୍ ମୋର୍ ଆଟ୍ରାକ୍ଟିଭ୍ ଆଣ୍ଡ ଏନ୍ଗେଜିଂ। ଯେତେବେଳେ ତୁମେ ଗୋଟେ ପ୍ରେଜେଣ୍ଟେସନ୍ ଦେବ ସେତେବେଳେ ଯଦି ଏଇ ପ୍ରକାର ଭାବରେ ଚିତ୍ର ୟୁଜ୍ କରିଥିବ, ଏଇ ପ୍ରକାର ଗ୍ରାଫ୍ସ ବି ୟୁଜ୍ କରିଥିବ ତାହେଲେ ତୁମ ପ୍ରେଜେଣ୍ଟେସନ୍ଟା ମୋର୍ ଆଟ୍ରାକ୍ଟିଭ୍ ଲାଗିବ। ଡିସଆଡଭାଣ୍ଟେଜେସ୍ କ'ଣ? ତ ଇଏ ହେଉଛି ବହୁତ ଟାଇମ୍ କନଜ୍ୟୁମିଂ। ଏହାକୁ ତିଆରି କରିବା ପାଇଁ ବହୁତ ହି ଆନାଲିସିସ୍ କରତେ ପଡ଼ିବ, ବହୁତ ହି ଟାଇମ୍ କନଜ୍ୟୁମିଂ ନେଇଥିବ। ଏଇଟା ଗୋଟେ ମାନେ କ'ଣ ବାରଗ୍ରାଫ ବା ହେଉଛି ପାଇ ଚାର୍ଟ ତିଆରି କରିବା ପାଇଁ। ମେ ଡିଷ୍ଟ୍ରାକ୍ଟ ଦି ଅଡ଼ିଏନ୍ସ ୱିଥ୍ ଟୁ ମେନି ଭିଜୁଆଲ୍ସ। ଯଦି ଗୋଟେ ତୁମେ ପ୍ରେଜେଣ୍ଟେସନ୍ ଭିତରେ ଅଧିକାରୁ ଅଧିକା ତୁମେ ହେଉଛି ଚାର୍ଟ ଦେଲ ବା ଅଧିକାରୁ ଅଧିକା ଯଦି ଗ୍ରାଫ୍ ୟୁଜ୍ କଲ ତାହେଲେ ଲାଷ୍ଟକୁ ଅଡ଼ିଏନ୍ସ ମାନେ ବି ବିରକ୍ତ ହେଇଯିବେ ଯେ କ'ଣ ସବୁବେଳେ ପାଇଁ ଖାଲି ଗୋଟେ ଗୋଟେ ଚାର୍ଟ ବାହାରି ଯାଉଛି ବା ଗୋଟେ ଗୋଟେ ଚିତ୍ର ବାହାରି ଯାଉଛି, କିଛି ବି ଲେଖା ହେଇନି ତା ବିଷୟରେ। ବୁଝିପାରୁଛ? ତ ଅଡ଼ିଏନ୍ସ ମାନେ ବି ଡିଷ୍ଟ୍ରାକ୍ଟ ହେଇଯାଇପାରନ୍ତି ଯଦି ଅଧିକା ଆମେ ଚିତ୍ର ୟୁଜ୍ କଲେ। ଇଫ୍ ନଟ୍ ଡନ୍ କରେକ୍ଟଲି ଇଟ୍ କ୍ୟାନ୍ ମିସଲିଡ୍ ଦି ଅଡ଼ିଏନ୍ସ। ଯଦି ତୁମେ ଗ୍ରାଫଟାକୁ ଠିକ୍ ଭାବରେ ଡାଟା ତା ଭିତରେ ବୁକ୍ ନ କଲ ବା ଡାଟା ଠିକ୍ ଭାବରେ ତୁମେ ନ ଲେଖିଲ ହେଲା, କାହା ବିଷୟରେ କହୁଛି ସେସବୁ ଯଦି ନ ଲେଖିଲ ତାହେଲେ ଅଡ଼ିଏନ୍ସ ମାନେ ଯେଉଁ ଥିବେ ଯାହା ଆଗରେ ତୁମେ ପ୍ରେଜେଣ୍ଟେସନ୍ ଦେଉଥିବ ତାଙ୍କୁ ସିଏ ମିସଲିଡ୍ କରିଦେଇ ପାରିଥାଏ ମାନେ କରିପାରିବ। ଓକେ, ଗୋଟେ ବହୁତ ହି ଇମ୍ପୋର୍ଟାଣ୍ଟ ସର୍ଟ ନୋଟ୍ ଅର୍ ବି ଲଙ୍ଗ୍ କ୍ୱେଶ୍ଚନ୍ ହେଲା, ସେଇଟା ଆମେ ଡିସ୍କସନ୍ କରିବା। ଯେଉଁଟା ସେଣ୍ଟ୍ରାଲ୍ ଟେଣ୍ଡେନ୍ସି ଅଛି ହେଲା, ଏଇଟା ତୁମ ବୁକ୍ରେ ବହୁତ ହି ଟିକେ କମ୍ପ୍ଲେକ୍ସ କରିକି ଲେଖିଛି। ତୁମେ ଯେତେବେଳେ ଫାଷ୍ଟ ଯେତେବେଳେ ବୁକ୍ ଦେଖିଥିବ ତୁମ ମାଇଣ୍ଡରେ କେଉଁ ଭଳିଆ କ'ଣ ଆସିଥିବ ଫିଲିଂସଟା ମୋତେ କମେଣ୍ଟରେ କହିବ। ଆଉ ପୁରା କ୍ଲାସ୍ଟା କରିସାରିଲା ପରେ ତୁମକୁ କେଉଁ ଭଳିଆ ସେଣ୍ଟ୍ରାଲ୍ ଟେଣ୍ଡେନ୍ସିଟା ବୁଝେଇଲା କି ବୁଝେଇଲାନି ମୋତେ କମେଣ୍ଟରେ ଲେଖିକି ନିଶ୍ଚିତ ଜଣେଇବ। ଓକେ, ତ ଆଜି ବୁଝିନେବା ଗୋଟେ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି କ'ଣ। ବହୁତ ହି ଇମ୍ପୋର୍ଟାଣ୍ଟ ଛୁଆ ଏଇଟା, ଆଇଦର ଏଟା ଲଙ୍ଗ୍ କ୍ୱେଶ୍ଚନ୍ ଆସିବ ନହେଲେ ସର୍ଟ ନୋଟ୍ ଆସିବ। ଓକେ, ବୁଝ ଫାଷ୍ଟ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି କ'ଣ। The central tendency is a statistical measure that identifies a single value as representative of an entire distribution। ହେଲା, ମାନେ କ'ଣ ନା ଗୋଟେ ପୁରା ବହୁତ ବଡ଼ ଡିଷ୍ଟ୍ରିବ୍ୟୁସନ୍କୁ ଆମେ ଯଦି ଗୋଟେ ସିଙ୍ଗିଲ୍ ଭ୍ୟାଲ୍ୟୁରେ ଆମେ ତାକୁ ରିପ୍ରେଜେଣ୍ଟ କରିବା ପାଇଁ ଚାହୁଁଛନ୍ତି, ଯେ ଯେଉଁ ୱେର ଆମେ ତାକୁ ସେଟାକୁ ସେଇ ସବୁ ସିଙ୍ଗିଲ୍ ଭ୍ୟାଲ୍ୟୁଟାକୁ ଆମେ କାଢ଼ିବା ବା ଯେଉଁ ଷ୍ଟାଟିଷ୍ଟିକାଲ୍ ୟୁଜ୍ କରିକି ଆମେ ସେ ସିଙ୍ଗିଲ୍ ଭ୍ୟାଲ୍ୟୁଟାକୁ ଆଇଡେଣ୍ଟିଫାଇ କରିବା ତାକୁ ହିଁ କୁହାଯାଏ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି। ବୁଝିପାରିଲେ? ଆଉ ଟିକେ ସିମ୍ପ୍ଲିଫାଇ ଦେଖ, ପୁରା ହେଉଛି ଏଣ୍ଟାୟାର ଡିଷ୍ଟ୍ରିବ୍ୟୁସନ୍। ଧର ତୁମ କ୍ଲାସ୍ ରହୁଛନ୍ତି 50 ଜଣ ଛୁଆ ଅଛନ୍ତି, ତ 50 ଜଣଙ୍କର 50 ପ୍ରକାର ମାର୍କ ଆଇଲା ହେଲା, 100ରୁ ଏକ୍ଜାମ୍ ହେଇଥିଲା ତ 50 ଜଣଙ୍କର 50 ପ୍ରକାର ମାର୍କ ଆଇଲା। ତୁମକୁ ଆସିକି ଧରେ ତୁମ 9th କ୍ଲାସ୍ର 5ଟା ସେକ୍ସନ୍ ଅଛି, ସେକ୍ସନ୍ ଏ, ସେକ୍ସନ୍ ବି, ସେକ୍ସନ୍ ସି, ସେକ୍ସନ୍ ଡି, ସେକ୍ସନ୍ ଇ 5ଟା ଅଛି। ତ ଯିଏ ବି ଆସିବେ ଜଣେ ହେଡ଼ମାଷ୍ଟର ଆସିକି ଗୋଟେ ସାର୍ଙ୍କୁ ପଚାରିଲେ ଯେ କେଉଁ ସେକ୍ସନ୍ଟା ଭଲ ମାର୍କ କରିଛି, ତ ସାର୍ କ'ଣ କରିବେ ନା ଯେଉଁ ସବୁ ସେକ୍ସନ୍ର ସେକ୍ସନ୍ ଏର 50 ଜଣ ଅଛନ୍ତି ତ 50 ଜଣଙ୍କ ମାର୍କକୁ ସେ ହେଉଛନ୍ତି ମିଶାଇ ଦେବେ ହେଲା, ଡିଭାଇଡେଡ୍ ବାଇ 50 ବୋଲି କରିଦେବେ, ଟୋଟାଲ୍ ନମ୍ବରର କାଟିଦେବେ। ତ ତାପରେ ଗୋଟେ ରେଜଲ୍ଟ ଆସିଲା, ଧରେ ସେକ୍ସନ୍ ଏର ଥରେ ରେଜଲ୍ଟ ଆଇଲା 70। ଓକେ, ଆଉ ସେକ୍ସନ୍ ଧରେ ବିର ଆଇଲା 60। ବୁଝିପାରିଲ? ତ ଏଠି କ'ଣ ହେଉଛି ନା ପୁରା ଟୋଟାଲ୍ ପୁରା ଏଣ୍ଟାୟାର ଡିଷ୍ଟ୍ରିବ୍ୟୁସନ୍ ମାନେ ପୁରା ଛୁଆଙ୍କର ସବୁ ମାର୍କକୁ ଆମେ ଗୋଟେ ସିଙ୍ଗିଲ୍ ଭ୍ୟାଲ୍ୟୁରେ ଆମେ ଆଇଡେଣ୍ଟିଫାଇ କଲେ କେଉଁଟା ପୁରା 50 ଜଣଙ୍କ ମାର୍କକୁ ଆମେ 70 ବୋଲି ଗୋଟେ ସିଙ୍ଗିଲ୍ ଭ୍ୟାଲ୍ୟୁରେ ଆମେ ଆଇଡେଣ୍ଟିଫାଇ କଲେ। ଏଇ ଯେଉଁ ପ୍ରୋସେସ୍ର ବା ଏଇ ଯେଉଁ ଷ୍ଟାଟିଷ୍ଟିକାଲ୍ ୱେରେ ଆମେ ଯେଉଁ ମେଜର୍ କଲେ ଗୋଟେ ଗ୍ରୁପ୍ ଅଫ୍ ଡାଟାକୁ ଆମେ ଯେଉଁ ସିଙ୍ଗିଲ୍ ଭ୍ୟାଲ୍ୟୁରେ ଆମେ ମେଜର୍ କଲେ ତାକୁ ହିଁ କୁହାଯିବ, ସେଇ ଯେଉଁ ୱେଟାକୁ କୁହାଯିବ କ'ଣ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି ବୋଲି କୁହାଯିବ। ତ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି ଇଜ୍ ଏ ଷ୍ଟାଟିଷ୍ଟିକାଲ୍ ମେଜର୍ ହେଲା ଦ୍ୟାଟ୍ ଆଇଡେଣ୍ଟିଫାଇଜ୍ ଏ ସିଙ୍ଗିଲ୍ ଭ୍ୟାଲ୍ୟୁ କାହାର ନା ଗୋଟେ ପୁରା ଗ୍ରୁପ୍ ଅଫ୍ ଏଣ୍ଟାୟାର ଡିଷ୍ଟ୍ରିବ୍ୟୁସନ୍ର ଗୋଟେ ସିଙ୍ଗିଲ୍ ଭ୍ୟାଲ୍ୟୁକୁ ଆମେ ଏଣ୍ଟାୟାର ଡିଷ୍ଟ୍ରିବ୍ୟୁସନ୍କୁ ଗୋଟେ ସିଙ୍ଗିଲ୍ ଭ୍ୟାଲ୍ୟୁରେ ଆମେ ରିପ୍ରେଜେଣ୍ଟ କରିବାକୁ ହିଁ କୁହାଯାଏ କ'ଣ ସେଣ୍ଟ୍ରାଲ୍ ଟେଣ୍ଡେନ୍ସି ବୋଲି କୁହାଯାଏ। The central tendency refers to the central value or middle value or average in a set of data।
ଗୋଟେ ସେଟ୍ ଅଫ୍ ଡାଟାରେ ବା ବହୁତ ଗୁଡ଼ିଏ ଡାଟାର ଆମେ ଆଭରେଜ କାଢ଼ିବା ବା ତାର ମିଡିଲ୍ ଭ୍ୟାଲୁ କାଢ଼ିବା ବା ତାର ସେଣ୍ଟ୍ରାଲ ଭ୍ୟାଲୁ କାଢ଼ିବାଟାକୁ ହିଁ କ'ଣ କୁହାଯାଏ ସେଣ୍ଟ୍ରାଲ ଟେଣ୍ଡେନ୍ସି କୁହାଯାଏ। It is used to summarize a large set of data into a single point। କ'ଣ କହୁଛି ସେଣ୍ଟ୍ରାଲ ଟେଣ୍ଡେନ୍ସି କ'ଣ ପାଇଁ ୟୁଜ୍ ହେଇଥାଏ ପୁରା ଲାର୍ଜ ସେଟ୍ ଅଫ୍ ଡାଟା ଯେଉଁଟା ତମର 50 ଜଣ ଛୁଆଙ୍କର ମାର୍କକୁ ତମେ ଯେତେବେଳେ ସିଙ୍ଗିଲ୍ ୟୁନିଟ୍ରେ ବା ସିଙ୍ଗିଲ୍ ଗୋଟିଏ ମାର୍କରେ ତମେ ଯେତେବେଳେ ସିଙ୍ଗିଲ୍ ଭ୍ୟାଲ୍ୟୁରେ ରିପ୍ରେଜେଣ୍ଟ କରିବ ବା ତାକୁ ସମରାଇଜ୍ କରିବ ସେତେବେଳେ ସେଣ୍ଟ୍ରାଲ ଟେଣ୍ଡେନ୍ସିଟା ୟୁଜ୍ ହେଇଥାଏ। ତ ସେଣ୍ଟ୍ରାଲ ଟେଣ୍ଡେନ୍ସିଟା କ'ଣ ପାଇଁ ୟୁଜ୍ ହେଇଥାଏ ନା ସମରାଇଜ୍ କରିବା ପାଇଁ ଗୋଟେ ଲାର୍ଜ ସେଟ୍ ଅଫ୍ ଡାଟା। ତ ଦେଖ এই সেন্ট্রাল টেন্ডেন্সিକୁ ମେଜର କରିବା ପାଇଁ ହେଲା ଏ ସେଣ୍ଟ୍ରାଲ ଟେଣ୍ଡେନ୍ସିକୁ ମେଜର କରିବା ପାଇଁ ତିନି ଟାଇପ୍ର ମେଥଡ଼ ଅଛି ବା 3 ଟାଇପ୍ସ ଅଫ୍ ସେଣ୍ଟ୍ରାଲ ଟେଣ୍ଡେନ୍ସି ମେଜର୍ସ। କ'ଣ କ'ଣ ଗୋଟେ ହେଉଛି ମିନ୍, ଆଉ ଗୋଟେ ହେଉଛି ମେଡିଆନ୍, ଆଉ ଗୋଟେ ହେଉଛି ମୋଡ୍। ହେଲା ମିନ୍କୁ ଆରିଥମେଟିକ୍ ଆଭରେଜ, ମିଡିଲ୍ ଭ୍ୟାଲୁ ଆଉ ମୋଷ୍ଟ ଫ୍ରିକ୍ୱେଣ୍ଟ ଭ୍ୟାଲୁ ମୁଁ ଯେତେବେଳେ ସବୁ ଗୋଟେ ଗୋଟେ ପଢ଼େଇଥିବି ମୁଁ ବହୁତ ଭଲ ଭାବରେ ବୁଝିବି। ମିନ୍ କ'ଣ ମିନ୍ ହେଉଛି mean is the sum of all values divided by the number of values। mean ଆମେ ଗୋଟେ ଡାଟାର ଆମେ mean କେମିତି କାଢ଼ିବା ନା sum of all observation ମାନେ ତମର କ୍ଲାସ୍ର ଯେଉଁ 50 ଜଣଙ୍କ ଭିତରେ ଏକ୍ଜାମ୍ ହେଇଥିଲା ତ 50 ଜଣଙ୍କର ମାର୍କ ଲେଖିବ ଫାଷ୍ଟ ଧର 90 ଜଣ ରଖିଛି ତ 90 ଲେଖିବ ତା ପାଖରେ ପ୍ଲସ୍ ଲେଖିବ 85 ଲେଖିବ ପୁଣି 82 ଲେଖିବ ଏଇଭଳିଆ ଯାଇକି 50 ଜଣଙ୍କର ମାର୍କ ଲେଖିବ ତାପରେ ଡିଭାଇଡେଡ୍ ବାଇ ଟୋଟାଲ ନମ୍ବର ଅଫ୍ ଅବଜରଭେସନ୍ ମାନେ ଟୋଟାଲ ପିଲା କେତେ 50 এইটাକୁ ଯେଉଁ ସମସ୍ତଙ୍କ ମାର୍କ ମିଶେଇ ଦେଇକି ଆମେ ଟୋଟାଲ ପିଲାକୁ ଡିଭାଇଡ୍ କରୁଛନ୍ତି ସେଇଟା ହିଁ ମିନ୍। ଓକେ ଛୁଆ ଏଇ ମିନ୍ ମେଡିଆନ୍ ମୋଡ୍ ୟା ଦେହରୁ ଦୁଇଟା କ୍ୱେଶ୍ଚନ୍ ତୁମ OTET ଏକ୍ଜାମ୍ରେ ଆସିବ ହିଁ ଆସିବ। ତୁମର ଏଇ ଯେଉଁ ଏଇଭଳିଆ ହେଉଛି ତୁମର ଗୋଟେ ଏକ୍ଜାମ୍ପଲ୍ ଦେଇଥିବ ଗୋଟେ ପ୍ରୋବ୍ଲେମ୍ ଦେଇଥିବ ସେଠି କହିଥିବ ମିନ୍ କାଢ଼ିବା ପାଇଁ କି ମେଡିଆନ୍ କାଢ଼ିବା ପାଇଁ କି ମୋଡ୍ କାଢ଼ିବା ପାଇଁ କ୍ୱେଶ୍ଚନ୍ ଆସିବ ହିଁ ଆସିବ ଦୁଇଟା କ୍ୱେଶ୍ଚନ୍ ହେଲା ତ ଏଇଟା ଭଲକି ବୁଝିକି ଯାଉଥିବ। ତ ମିନ୍ର ଗୋଟେ ଏକ୍ଜାମ୍ପଲ୍ ଦେଖିନେବା ସପୋଜ୍ 5 ଜଣ ଛୁଆ ଅଛନ୍ତି ସେ ମାର୍କ ରଖିଲେ କେତେ 50 ଜଣ ରଖିଛି 60 ଜଣ ରଖିଛି 70 ଜଣ ରଖିଛି 80 ଜଣ ରଖିଛି 90 ରଖିଛି ଆମେ ମିନ୍ କେମିତି କାଢ଼ିବା ତ ମୁଁ କ'ଣ କହିଲି ଫାଷ୍ଟ ସମ୍ ଅଫ୍ ଅଲ୍ ଅବଜରଭେସନ୍ ବା ଯେଉଁ ଷ୍ଟୁଡେଣ୍ଟମାନଙ୍କର ଯେତିକି ମାର୍କ ଥିଲା ତାକୁ ଆମେ ମିଶାଇ ଦେବା ବାଇ କେତେ ଜଣ ଛୁଆ ଥିଲେ ଯେଉଁଟା ବାହାରିବ ଏକୁ ମିଶାଇ ଦେଲା ପରେ 350 ବାହାରିଲା 350 ବାଇ 5 ହେଉଛି 70। ବୁଝିପାରିଲ ମିନ୍ କେଉଁଭଳିଆ ଟୋଟାଲ ସମ୍ ଅଫ୍ ଅଲ୍ ଭ୍ୟାଲ୍ୟୁଜ୍ ବାଇ ନମ୍ବର ଅଫ୍ ଭ୍ୟାଲ୍ୟୁଜ୍ ହେଲା। ଆଡ଼ଭାଣ୍ଟେଜେସ୍ କ'ଣ ମିନ୍ର ଇଜିଲି କାଲକୁଲେଟ୍ ଆମେ କରିପାରୁଛନ୍ତି ଏଇଟା ଆଉ ଏଠି ଯେଉଁ ଡାଟାରେ ବା ମିନ୍ କାଢ଼ିଲା ବେଳେ ସବୁ ଡାଟା ୟୁଜ୍ ହେଉଛି 5ଟା ମତେ ଡାଟାର ଭ୍ୟାଲ୍ୟୁ ଲେଖା ହେଇକି ତାକୁ 5 ବାଇ ଡିଭାଇଡ୍ କରୁଛୁ ତ ଏଠି ଅଲ୍ ଭ୍ୟାଲ୍ୟୁଜ୍ ଆର୍ ୟୁଜେସ୍ ଇନ୍ ଦ ଡାଟା ସେଟ୍ କମନଲି ୟୁଜ୍ଡ ଇନ୍ ସ୍କୁଲ ବିଜନେସ୍ ଅର୍ ଡେଲି ଲାଇଫ୍। ଏଇଟା କେଉଁଠି ୟୁଜ୍ ହେଇଥାଏ ମିନ୍ଟା ଆମେ କେଉଁଠି ୟୁଜ୍ କରିଥାଉ ସ୍କୁଲରେ ୟୁଜ୍ ହେଇଥାଏ ବିଜନେସ୍ରେ ୟୁଜ୍ ହେଇଥାଏ ବା ଡେଲି ଲାଇଫ୍ରେ ମଧ୍ୟ ଆମେ ୟୁଜ୍ କରିଥାଉ। डिसएडवांटेजेस कौन ना इट कैन नॉट बी लोकेटेड ग्राफिकली તમે મીનટાକୁ ગ્રાફରେ କେମିତି କେବେ ରିପ୍ରେଜେଣ୍ଟ କରିପାରିବ ଏଇଭଳିଆ କିଛି મીનଟାକୁ તમે ଗ୍ରାଫିକାଲି କେବେ ରିପ୍ରେଜେଣ୍ଟ କରିପାରିବ ତ ଏଇଟା ହେଉଛି ତାର ଗୋଟେ ଡିମେରିଟ୍। ତାପରେ ଇଟ୍ କ୍ୟାନ୍ ନଟ୍ ବି ୟୁଜ୍ଡ ଫର୍ କ୍ୱାଲିଟେଟିଭ୍ ଡାଟା ଲାଇକ୍ କଲର୍ ଓପିନିଅନ୍ ଏଭଳିଆ ଧର ଦେଖ ତମକୁ କୁହାଗଲା ତମକୁ କେଉଁ କେଉଁ କଲର୍ ପସନ୍ଦ ତମେ କହିଲ ହଳଦିଆ ବାଇଗଣୀ ଏସବୁର ଏଇ ଯେଉଁ ହଳଦିଆ ବାଇଗଣୀ ଏସବୁ କଲର୍ର ତମେ କେବେ ମିନ୍ କାଢ଼ିପାରିବ ନା ମିନ୍ ସବୁବେଳେ ପାଇଁ ନମ୍ବରର କରାଯାଏ ସେଥିପାଇଁ ମିନ୍ଟା ଗୋଟେ କ୍ୱାଣ୍ଟିଟେଟିଭ୍ ନଟ୍ କ୍ୱାଲିଟେଟିଭ୍ ସେ କ୍ୱାଲିଟେଟିଭ୍ ଡାଟାର ତାର ଓପିନିଅନ୍ ତାର କଲର୍କୁ ସେ ହେଉଛି ତାର ମିନ୍ ବାହାରି ପାରିବ ନାହିଁ ସେଇଟା ହେଉଛି କ'ଣ ତାର ଗୋଟେ ଡିସଆଡ଼ଭାଣ୍ଟେଜେସ୍। ବୁଝିହେଲା ମିନ୍ଟା ପୁରା କେମିତି ମିନ୍ଟା କାଢ଼ାଯାଏ ଆଉ କ'ଣ ଆଡ଼ଭାଣ୍ଟେଜେସ୍ ଡିସଆଡ଼ଭାଣ୍ଟେଜେସ୍ ଅଛି ଦେଖ ତାପରେ ହେଉଛି ମେଡିଆନ୍। ମେଡିଆନ୍ କ'ଣ ନା ମେଡିଆନ୍ ଇଜ୍ ଦ ମିଡିଲ୍ ଭ୍ୟାଲ୍ୟୁ when data is arranged in ascending or descending order ମାନେ କ'ଣ ନା ଯେତେବେଳେ ତୁମ ପାଖରେ 6ଟା ଡାଟା ଅଛି କିମ୍ବା 5ଟା ଡାଟା ଅଛି ତୁମେ ଫାଷ୍ଟ କ'ଣ କରିବ ତାକୁ ବଡ଼ରୁ ସାନ କ୍ରମରେ କିମ୍ବା ସାନରୁ ବଡ଼ କ୍ରମରେ ତାକୁ ଫାଷ୍ଟ ସଜାଇ ଦେବ ତାପରେ ସେ 5ଟା ଡାଟାର ମିଡିଲ୍ ଟର୍ମଟାକୁ ବାଛିବ ମିଡିଲ୍ ଡାଟାଟାକୁ ବାଛିବ ଯେଉଁଟା ହେଉଛି ମିଡିଲ୍ ଡାଟା ହେବ ସେଇଟା ହିଁ ମେଡିଆନ୍ ହେବ। ବୁଝିପାରିଲ ତ ମେଡିଆନ୍ ଇଜ୍ ଦ ମିଡିଲ୍ ଭ୍ୟାଲ୍ୟୁ ହେଲା when data is arranged ascending descending ଯେତେବେଳେ ଆମେ ascending ବା descending order ଡାଟାଟାକୁ ଆରେଞ୍ଜ କରିବା ବଡ଼ରୁ ସାନ କ୍ରମରେ ବା ସାନରୁ ବଡ଼ କ୍ରମରେ ଆରେଞ୍ଜ କରିଦେଇକି ତାର ମିଡିଲ୍ ଭ୍ୟାଲ୍ୟୁଟାକୁ ଚୁଜ୍ କରିବାଟାକୁ କୁହାଯାଏ ମେଡିଆନ୍ ହେଲା। ଫାଷ୍ଟ କ'ଣ କରିବ ଷ୍ଟେପ୍ସ ଟୁ ଫାଇଣ୍ଡ ମେଡିଆନ୍। ମେଡିଆନ୍ ତୁମେ କେମିତି ଫାଇଣ୍ଡ କରିବ ଫାଷ୍ଟ ହେଉଛି ଆରେଞ୍ଜ ଦି ଡାଟା ଇନ୍ ଅର୍ଡ଼ର ଥରେ ବଡ଼ରୁ ସାନ କ୍ରମରେ ବା ସାନରୁ ବଡ଼ କ୍ରମରେ ତୁମେ ଫାଷ୍ଟ ଆଉ ଡାଟାଟାକୁ ଆରେଞ୍ଜ କରିଦେବ ତାପରେ ଯଦି ସେ ଡାଟା ଯେଉଁ ସେତିକି ବି ଆଇଟମ୍ ଥିବ ଯଦି ସେଟା ଅଡ଼୍ ଥିବ ଥରେ ଏଠି ଦେଖ ଏଇ ଏକ୍ଜାମ୍ପଲ୍ର ଦେଖ ଏଠି କେତେଟା ଅଛି 3ଟା ଅଛି ତ ଏଠି ଆଇଟମ୍ ନମ୍ବର କେତେଟା 3 ଗୋଟେ ଅଡ଼୍ ତ ଆମେ କ'ଣ କରିବା ମିଡିଲ୍ ୱାନ୍ଟା ହେଉଛି ତାର ମିଡିଆନ୍ ଏଇ 3ଟାର ମିଡିଲ୍ଟା କି 10ଟା ହେଉଛି ମିଡିଲ୍ ମାନେ ଏପଟୁ ଗୋଟେ ଅଛି ଏପଟୁ ଗୋଟେ ଅଛି 10ଟା ହେଉଛି ମିଡିଲ୍ ତାହେଲେ ସେଇଟା ହେଉଛି ତାର ହେଉଛି ମେଡିଆନ୍ ଡାଇରେକ୍ଟ ଏଟା ଲେଖିଦେବ ଯେତେବେଳେ ଅଡ଼୍ ଥିବ
ଅଡ୍ ନମ୍ବର ଅଫ୍ ଆଇଟମ୍ ଥିବ ତାର ମିଡିଲ୍ଟା ହେଇଯିବ ତାର ମିଡିଆନ୍, ତ ସେଇଟା ଡାଇରେକ୍ଟଲି ଲେଖିଦେବ ହେଲା। ଧର 5ଟା ଡାଟା ଅଛି ହେଲା, ଧର 5, 10, 15, 20, 25 ଅଛି, ବୁଝିପାରିଲ। ତାହେଲେ ଏ କ୍ଷେତ୍ରର ତମର ମିଡିଲ୍ କିଏ ହେଇଯିବ, ଏପଟରୁ ଦୁଇଟା ଛାଡ଼ିଦେବ ଏପଟରୁ ଦୁଇଟା ଛାଡ଼ିଦେବ, ଯିଏ ମିଡିଲ୍ରେ ରହିଲା ସିଏ ହେବ ମିଡିଆନ୍। ଅଡ୍ କ୍ଷେତ୍ରରେ ଏଟା କେବଳ ଅଡ୍ ପାଇଁ ପ୍ରଯୁଜ୍ୟ, ବୁଝିପାରିଲ। ତାପରେ କ'ଣ, ଇଫ୍ ଦ ନମ୍ବର ଅଫ୍ ଦି ଆଇଟମ୍ସ ଇଜ୍ ଇଭିନ୍, ଯଦି ଏଠି 5ଟା ଜାଗାରେ 6ଟା ଥାନ୍ତା, 4ଟା ଥାନ୍ତା କିମ୍ବା 8ଟା ଥାନ୍ତା, ଯେତେବେଳେ ଇଭିନ୍ ନମ୍ବର ଅଫ୍ ଆଇଟମ୍ ଥିବ ହେଲା, ସେତେବେଳେ ଆମେ ମିଡିଆନ୍ କେମିତି କାଢ଼ିବା ନା ଆଭରେଜ୍ ଅଫ୍ ଟୁ ମିଡିଲ୍ ଭ୍ୟାଲୁଜ୍। ମାନେ କ'ଣ, ଦେଖ ଏଠି ଦେଖ ଏଠି କେତେଟା ଅଛି, 4ଟା ଅଛି, ତ ଆମେ କ'ଣ ଦେଖିବା ଏଠି ତ ମିଡିଲ୍ କାହାକୁ ଗୋଟେ ବାଛି ପାରିବାନି, ଏଠି ମିଡିଲ୍ କିଏ କିଏ ହେବେ, 10 ଆଉ 15 ଦୁଇ ଜଣ ଏମିତି ମିଡିଲ୍। ଆମେ ଏପଟୁ ଗୋଟେ ଛାଡ଼ିଦେଲ ଏପଟୁ ଗୋଟେ ଛାଡ଼ିଦେଲ, ମଝିରେ 2 ଜଣ ଅଛନ୍ତି, ତ ଏଇ 2 ଜଣଙ୍କର ମିଡିଆନ୍ କାଢ଼ିବା ପାଇଁ ଆମକୁ କ'ଣ କରତେ ପଡ଼ିବ, 2 ଜଣଙ୍କର ଆଭରେଜ୍ କାଢ଼ିବ। ମାନେ କ'ଣ, 2 ଜଣଙ୍କୁ ମିଶାଇ ଦେଇକି ବାଇ 2 କରିଦେବ, ତ 10 ଆଉ 15 25, 25 ବାଇ 2 ହେଉଛି 12/5, ବୁଝିପାରିଲ। ଏଠି 4ଟା ଥିଲା, ଧର ମୁଁ ହେଉଛି ଏଠି 25 ଲେଖିଦେଲି ଆଉ 30 ଲେଖିଦେଲି ହେଲା, 25 ଆଉ 30 ମଧ୍ୟ ଲେଖିଦେଲି। ତ ଏଠି ଆମେ ମିଡିଲ୍ ଭ୍ୟାଲୁ କେମିତି କାଢ଼ିବା, ଏଠି ତ ଅଛି 1, 2, 3, 4, 5ଟା 6ଟା ଅଛି, 6ଟା ଗୋଟେ ଇଭିନ୍ ହେଇଗଲା। ତାହେଲେ ଆମେ କ'ଣ କରିବା, ଏପଟୁ ଗୋଟେ କାଟିଲେ ଏପଟୁ ଗୋଟେ କାଟିଲେ, ପୁଣି ଏପଟୁ ଗୋଟେ କାଟିଲେ ଏପଟୁ ଗୋଟେ କାଟିଲେ, ତ ଦୁଇ ପଟରୁ 2ଟା କାଟିଦେଲେ, ତାପରେ ମଝିରେ କିଏ କିଏ ରହିଲେ, 15 ଆଉ ହେଉଛି 20 ରହିଗଲେ। ତ ଏଇ 2 ଜଣ 15 ପ୍ଲସ୍ 20 କରିଦେବା ହେଲା, ବାଇ 2 କରିଦେବା, ବୁଝିପାରିଲ। ତ ଏଇଟା ହେଇଯିବ କ'ଣ, ତାର ମିଡିଆନ୍ ଭ୍ୟାଲୁ, ବୁଝିପାରିଲ ନା ବୁଝିପାରିଲ। ତ ଆଡଭାଣ୍ଟେଜେସ୍ କ'ଣ, ମିଡିଆନ୍ ଭ୍ୟାଲୁ ଇଜିଲି ଆମେ କାଲକୁଲେଟେଡ୍ କରିପାରିବା। କମନଲି ସ୍କୁଲ, ବିଜନେସ୍ ଅର୍ ଡେଲି ଲାଇଫ୍ରେ ଏଇଟା ହେଉଛି ୟୁଜ୍ ହେଇଥାଏ, କିନ୍ତୁ ଡଜ୍ ନଟ୍ ୟୁଜ୍ ଅଲ୍ ଭ୍ୟାଲୁଜ୍। ଯେତେବେଳେ ତୁମେ ମିଡିଆନ୍ କାଢ଼ୁଛ କ'ଣ ସବୁ ଭ୍ୟାଲୁକୁ ୟୁଜ୍ କରୁଛ କି, ତୁମେ କେବଳ ମଝି 2ଟା ଭ୍ୟାଲୁକୁ ହିଁ ୟୁଜ୍ କରୁଛ କିମ୍ବା ମଝି ଗୋଟିଏ ଭ୍ୟାଲୁକୁ ୟୁଜ୍ କରୁଛ। ତ ସେଇଟା କହୁଛି ଯେ ସବୁ ଭ୍ୟାଲୁ ଆଡ଼କୁ ଏଠି ୟୁଜ୍ ହୁଏ ନାହିଁ। ନଟ୍ ସୁଇଟେବୁଲ୍ ଫର୍ କମ୍ପ୍ଲେକ୍ସ କାଲକୁଲେସନ୍, ଯେତେବେଳେ ତୁମକୁ 50ଟା 60ଟା ଭଳିଆ ଡାଟା ଦେଇଦେବ ବା କମ୍ପ୍ଲେକ୍ସ କିଛି ଗୋଟେ ବଡ଼ ବଡ଼ ଦେଇଦେବ, କିଛି ନମ୍ବର ଦେଇଦେବ, କମ୍ପ୍ଲେକ୍ସ କାଲକୁଲେସନ୍ ପାଇଁ ମିଡିଆନ୍ଟା ସୁଇଟେବୁଲ୍ ନୁହେଁ, ବୁଝିପାରିଲ ମିଡିଆନ୍ଟା କ'ଣ। ତାପରେ ଦେଖିବା କ'ଣ, ମୋଡ୍। ଯଦି ଛୁଆ ଏପର୍ଯ୍ୟନ୍ତ ତୁମ ପାଠପଢ଼ାଟା କିମ୍ବା ତୁମେ ଠିକ୍ ଭାବରେ ବୁଝିପାରୁଛ, ତାହେଲେ ଭିଡ଼ିଓକୁ ଲାଇକ୍ କରିକି ଚ୍ୟାନେଲଟା ସବସ୍କ୍ରାଇବ୍ କରିଦେବ ଆଉ କମେଣ୍ଟରେ କହିବ କେଉଁଭଳିଆ କ'ଣ ତୁମକୁ ପାଠଟା ଭଲ ଲାଗୁଛି। ତାପରେ ହେଉଛି ମୋଡ୍। ମୋଡ୍ କ'ଣ ନା, ମୋଡ୍ ଇଜ୍ ଦ ଭ୍ୟାଲୁ ଦ୍ୟାଟ୍ ଅକର୍ସ ମୋଷ୍ଟ ଫ୍ରିକ୍ୱେଣ୍ଟଲି ଇନ୍ ଏ ଡାଟା ସେଟ୍। ମାନେ କ'ଣ, ଯେତେବେଳେ ପୁରା ଡାଟାଟା ଲେଖା ହେଇଛି, ଧରେ ଗୋଟେ ଛୁଆ ଗୋଟେ କ୍ଲାସ୍ର ଧରେ ଦେଲେ କେତେ 10 ଜଣ ଏକ୍ଜାମ୍ ଦେଲେ ହେଲା, 10 ଜଣ ଏକ୍ଜାମ୍ ଦେଲେ, ଧର 25 ମାର୍କର ଏକ୍ଜାମ୍ ହେଲା, ତ ଏଠି ହେଇଛି କ'ଣ ନା 5 ଜଣ ଛୁଆ 25 ମାର୍କ ସମସ୍ତେ ଭୁଲ ରଖିଛନ୍ତି, ଆଉ 2 ଜଣ ରଖିଛନ୍ତି କେତେ 22 ରଖିଛନ୍ତି, ଆଉ 3 ଜଣ ରଖିଛନ୍ତି 21, 20, 19 ଏଗୁଡ଼ା ରଖିଛନ୍ତି। ତ ତା ଭିତରୁ ସବୁଠୁ ଯେଉଁ ବେଶୀ ଛୁଆ କେଉଁ ମାର୍କଟା ରଖିଛନ୍ତି, 25 ଜଣିଆ ମାର୍କଟା, ସେଇଟା ସବୁଠୁ ବେଶୀ ଛୁଆ ରଖିଛନ୍ତି। ତ ସେଇ ଡାଟା ସେଟ୍ର ସେଇ ଯେଉଁ 10ଟା ମୋତେ ଡାଟା ସେଟ୍ର ମୋଡ୍ ହେଇଯିବ ସେଇ 25ଟା, ବୁଝିପାରିଲ ନା ମୁଁ କ'ଣ କହିଲି। ତ ଯେଉଁ ଡାଟାଟା ବେଶୀ ଥର ଗୋଟେ ଡାଟା ସେଟ୍ର ରିପିଟ୍ ହେଇଥିବ ବା ବେଶୀ ଥର ସେ ଡାଟା ସେଟ୍ର ଫ୍ରିକ୍ୱେଣ୍ଟଲି ଆସିଥିବ, ସେଇଟା ହେଉଛି ସେ ଡାଟା ସେଟ୍ର ମୋଡ୍ ହେଇଯିବ, ବୁଝିପାରିଲ। ଦେଖ 4, 5, 6, 6, 6, 7, 8, ତ ଏଠି ବେଶୀ ଥର କେଉଁ ଡାଟାଟା ରିପିଟ୍ ହେଇଛି ବା ସବୁଠୁ ବେଶୀ ଥର କେଉଁ ଡାଟାଟା ହେଇଛି, 6 ନମ୍ବରଟା 3 ଥର ହେଇଛି, ଏସବୁ ଆଉ ଗୋଟେ ଥର ହେଇଛି। ତ ସେଥିପାଇଁ ଇଏ ଡାଟାର ମୋଡ୍ କିଏ ହେଇଯିବ, 6 ହେଇଯିବ, ବୁଝିପାରିଲ। ଯେହେତୁ ଇଏ 3 ଟାଇପ୍ର ହେଇଛି, ସେଥିପାଇଁ ମୋଡ୍ ହେଉଛି 6 ହେଇଯିବ। ତାର ଆଡଭାଣ୍ଟେଜେସ୍ କ'ଣ, ଇଜିଲି ଜଣେ ଗୋଟେ ଛୋଟ ଛୁଆ ବି କହିଦେବ, ଇଜିଲି ଆମେ ଫାଇଣ୍ଡ କରିପାରିବା ଯେଉଁଟା ଅଧିକ ଥର ଆସିଥିବ, ସେଇଟା ହେଉଛି ତାର ମୋଡ୍। ଆଉ କ୍ୟାନ୍ ବି ୟୁଜ୍ଡ ଫର୍ କ୍ୱାଲିଟେଟିଭ୍ ଡାଟା ଲାଇକ୍ ଫେଭରାଇଟ୍ କଲର୍ ବ୍ରାଣ୍ଡ। ମାନେ କ'ଣ, ଏଟା କ୍ୱାଲିଟେଟିଭ୍ ଡାଟା ପାଇଁ ମଧ୍ୟ ୟୁଜ୍ କରାଯାଇପାରିବ। କେମିତି, ସବୁ ଛୁଆଙ୍କୁ ଠିଆ କରି ଦିଆହେଲା ହେଲା, ସମସ୍ତଙ୍କର ଫେଭରାଇଟ୍ କଲର୍ ପଚରା ହେଲା, ଧର 10 ଜଣ ଛୁଆ ଅଛନ୍ତି, 10 ଜଣଙ୍କର ଫେଭରାଇଟ୍ କଲର୍ ପଚରା ହେଲା, ତା ଭିତରୁ 5 ଜଣ ଛୁଆ କହିଲେ ମୋର ଲାଲି କଲର୍ ପସନ୍ଦ, ଆଉ ସମସ୍ତେ କହିଲେ କ'ଣ କାହାର ଧଳା ଗୋଲାପୀ କିମ୍ବା ସବୁ କହିଲେ ସବୁ ଜଣେ ଜଣେ। ତ ସେଠି ଆମେ ଯଦି ମୋଡ୍ କାଢ଼ିବା, ତାହେଲେ କେଉଁ କଲର୍ଟା ମୋଡ୍ ଆସିବ, ଲାଲ କଲର୍ଟା ମୋଡ୍ ଆସିବ। କାହିଁକି ନା ବେଶୀ ଛୁଆ ସେ ଲାଲ କଲର୍ଟା ହିଁ କହିଛନ୍ତି, ତ ସେଇଟା ହେଉଛି ତାର ମୋଡ୍ ହେଇଯିବ। ତ ସେଇ କଥା କହୁଛି କ୍ୱାଲିଟେଟିଭ୍ ଡାଟା ପାଇଁ ମଧ୍ୟ ଏଇଟା ୟୁଜ୍ ହେଇଥାଏ। ଡିସଆଡ଼ଭାଣ୍ଟେଜେସ୍ କ'ଣ ନା, ଡାଟା କ୍ୟାନ୍ ହ୍ୟାଭ୍ ନୋ ମୋଡ୍ ଅର୍ ମୋର୍ ଦେନ୍ ୱାନ୍ ମୋଡ୍। ମାନେ ଏମିତିଆ କିଛି ଡାଟା ଥିବ ଯେତେବେଳେ କିଛି ମୋଡ୍ ହିଁ ବାହାରିବନି। କେତେବେଳେ, ଯେତେବେଳେ ମୁଁ ଗୋଟେ ଡାଟା ଲେଖୁଛି, ଦେଖ ମୋତେ କହିବି ୟାର ମୋଡ୍ କ'ଣ, 4, 4, 5, 5 ହେଲା, 6, 6। ତ ମୋତେ କୁହ ଇଏ ଡାଟାର ମୋଡ୍ କ'ଣ, ତୁମେ ମୋଡ୍ ଜାଣିପାରିବ କି,
ମୋର୍ କାଢ଼ିପାରିବନି ହେଲା, କାହିଁକିନା ସବୁ ନମ୍ବର ଇକ୍ୱାଲ୍ ଟାଇପ୍ ଅଫ୍ ରିପିଟ୍ ହେଇଛି, ତ ଇଏ କେସ୍ର ମୋର୍ ନଥିବ। ଆଉ କେତେବେଳେ କେତେବେଳେ ମୋର୍ ଦେନ୍ ୱାନ୍ ମୋଡ୍, ଗୋଟେରୁ ଅଧିକା ମୋଡ୍ ବି ହେଇପାରିବ। ଯଦି ଏଠି 3ଟା 6 ଅଛି ଆଉ ଗୋଟେ 7 ଅଛି, ମୁଁ ଆଉ 2ଟା ଏଠି 7 ମୁଁ ଏଠି ୟୁଜ୍ କରିଦେଉଛି ହେଲା। ତ ଏଠି କେତେଟା 7 ହେଇଗଲା, 3ଟା 7 ହେଇଗଲା, 3ଟା 6 ବି ହେଇଗଲା। ସେଇ କଥା କହୁଛି, ଯେତେବେଳେ ଏଠୁ ହେଉଛି କ'ଣ 2ଟା ଏଠି ହେଉଛି ଯେଉଁ ମୋଡ୍ କାଢ଼ିବ, ଏଠି 6 ବି ହେଉଛି ମୋଡ୍ ହେଇପାରିବ ୟାର, 7 ବି ମୋଡ୍ ହେଇପାରିବ, କାରଣ 6 ବି 3 ଥର ଅଛି, 7 ବି 3 ଥର ଅଛି। ସେ କଥା କହୁଛି ଡିସଆଡ଼ଭାଣ୍ଟେଜେସ୍, ବେଳେବେଳେ ୟାର ମୋଡ୍ ହିଁ ବାହାରେନି, ଯଦି ବାହାରିଲା 1ରୁ ଅଧିକା ମୋଡ୍ ମଧ୍ୟ ବାହାରି ପାରିବ। ବୁଝିପାରିଲ? ତାପରେ ରିଲେସନସିପ୍ ବିଟୱିନ୍ ମିନ୍ ମିଡିଆନ୍ ମୋଡ୍, ଏଇ ଫର୍ମୁଲାଟା ଛୁଆ ବହୁତ ମାନେ ବହୁତ ତୁମ ପାଇଁ କ'ଣ ଇମ୍ପୋର୍ଟାଣ୍ଟ, କାରଣ ୟାରି ଉପରେ ଫୋକସ୍ କରିକି ତୁମର OTETର ସବୁ କ୍ୱେଶ୍ଚନ୍ ଆସିଥାଏ। ତ ଯଦି ତୁମେ ମୋଡ୍ କାଢ଼ିବା ପାଇଁ ଚାହୁଁଛ, ତାର ଫର୍ମୁଲା ହେଉଛି ମୋଡ୍ ଇକ୍ୱାଲ୍ ଟୁ 3 ଇଣ୍ଟୁ ମିଡିଆ ମାଇନସ୍ 2 ଇଣ୍ଟୁ ମିନ୍। ମାନେ କ'ଣ, ଧର ତୁମକୁ ଗୋଟେ ଡାଟା ଦେଇଦେଇଛି, 5ଟା ଡାଟା ଦେଇଦେଇଛି, ତୁମେ ଫାଷ୍ଟ ସେ କହିଛି ଏ 5ଟା ଡାଟାର ମୋଡ୍ କ'ଣ ହେବ, କିନ୍ତୁ ତୁମେ ମୋଡ୍ ଜାଣିପାରୁନ କ'ଣ ହେବ, ତୁମକୁ କ'ଣ କରିବ, ଫାଷ୍ଟ ତୁମକୁ ମିନ୍ କାଢ଼ିବା ପାଇଁ ପଡ଼ିବ, ତାର ସମସ୍ତଙ୍କୁ ମିଶାଇ ଦେଇକି ଯେତେଟା ଡାଟା 5 ହରିଦେବ, ମିନ୍ ବାହାରି ପଡ଼ିଲା। ତାପରେ ମିଡିଆନ୍, ତାପରେ 3 ନମ୍ବର ଜାଗାଟାକୁ ହେଉଛି ଯିଏ ଡାଟା ଥିବ ସେ ତାର ମିଡିଆନ୍, ତ 3 ଗୁଣିନ ମିଡିଆନ୍ କରିଦେବ, ମାଇନସ୍ 2 ଗୁଣନ ମିନ୍ କରିଦେବ ହେଲା, ତାର ନେଇକି ମୋଡ୍ ପଳେଇ ଆସିବ। ବୁଝିପାରିଲ? ଦିସ୍ ଫର୍ମୁଲା gives the rough estimate of mode where mode is not clearly visible। ଯେତେବେଳେ ତୁମକୁ ମୋଡ୍ଟା ଦେଖା ହେଉଥିବନି, ଏ କେସ୍ର ମୋଡ୍ଟା ଜାଣିପାରୁନ, ତ ତୁମେ କ'ଣ କରିବ, ୟାର ଫାଷ୍ଟ ହେଉଛି କ'ଣ କରିବ, ମିନ୍ କାଢ଼ିଦେବ, ତାପରେ ମିଡିଆନ୍ କାଢ଼ିଦେବ, ତାପରେ ଏଇ ଫର୍ମୁଲାରେ ପକାଇଦେବ, ତୁମର ମୋଡ୍ ପଳେଇ ଆସିବ ହେଲା। এটা ଛୁଆ ବୁଝିପାରିଲ, ପୁରା ଇଜିଲି ବୁଝେଇଦେଲି। ବୁଝିପାରିଲ? ମେଜର୍ସ ଅଫ୍ ଭେରିଆବିଲିଟି, এটা ତ ମୁଁ ବହିର ମାନେ ଲେଖିଛି, ବଟ୍ ଟିକେ କମ୍ପ୍ଲେକ୍ସ କରିକି ଲେଖିଛି, ବଟ୍ ସିମ୍ପ୍ଲିଫାଇ କରିକି ଏଟାରେ ଲେଖିଦେଇଛି, ତୁମେ ଇଜିଲି ଏଟା ବୁଝିପାରିବ ହେଲା। ତ ଷ୍ଟାର୍ଟ କରିବା ମେଜର୍ସ ଅଫ୍ ଭେରିଆବିଲିଟି। ଫାଷ୍ଟ ବୁଝିବା ମେଜର୍ସ ଅଫ୍ ଭେରିଆବିଲିଟି ମାନେ କ'ଣ, ନା ମେଜର୍ସ ଅଫ୍ ଭେରିଆବିଲିଟି ଟେଲ୍ ଅସ୍ ହାଉ ମଚ୍ ଦ ଡାଟା ଭ୍ୟାଲୁଜ୍ differ from each other or from the average or mean median। ଦେଖ, ୟା ପୂର୍ବ କ୍ଲାସ୍ରେ ୟା ପୂର୍ବରୁ ମୁଁ କ'ଣ ସାରି ଦେଇଥିଲି, ନା ତୁମକୁ କହୁଛି ସେଣ୍ଟ୍ରାଲ ଟେଣ୍ଡେନ୍ସି, ମିନ୍ ମିଡିଆନ୍ ମୋଡ୍ ଏସବୁ କହିଦେଇଥିଲି। ତ ସିଏ କ'ଣ କହୁଛି, ଏଠି କ'ଣ ମେଜର୍ କରାଯାଏ, ନା ଯେଉଁ 5ଟା ମୋତେ ଡାଟା ଅଛି ହେଲା, ଗୋଟେ ଡାଟାର 5ଟା ଧରେ ଭ୍ୟାଲୁ ଅଛି, ତ ଏଠି କ'ଣ ମେଜର୍ କରାଯାଏ, ଯେ ଏଇ ଭ୍ୟାଲୁଟା ଇଏ ଭ୍ୟାଲୁ ଠାରୁ କେତେ ଡିଫରେନ୍ସ ଅଛି, ବା ଇଏ ଭ୍ୟାଲୁ ଠାରୁ କେତେ ଡିଫରେନ୍ସ ଅଛି, କିମ୍ବା ପ୍ରତ୍ୟେକ ଭ୍ୟାଲୁ ଏ 5ଟା ଭ୍ୟାଲୁର ମିନ୍ କିମ୍ବା ମିଡିଆନ୍ ଠାରୁ କେତେ ଡିଫରେନ୍ସ ରଖୁଛି। ତ ସେଇଟାକୁ ଯେଉଁ ମେଜର୍ କରିବାଟାକୁ ହିଁ କୁହାଯାଏ କ'ଣ, ମେଜର୍ସ ଅଫ୍ ଭେରିଆବିଲିଟି। ବୁଝିପାରୁଛ? ତ ମେଜର୍ସ ଅଫ୍ ଭେରିଆବିଲିଟି କ'ଣ ଆମକୁ କହିଥାଏ, ନା ହାଉ ମଚ୍ ଦ ଡାଟା ଭ୍ୟାଲୁ ଡିଫର୍ ଫ୍ରମ୍ ଇଚ୍ ଅଦର୍, ପ୍ରତ୍ୟେକ ଡାଟା ଆଉ ଗୋଟେ ଡାଟା ଠାରୁ କେତେ ଡିଫରେନ୍ସର ଅଛନ୍ତି, ତା ଛଡ଼ା କିମ୍ବା ଆଭରେଜ୍ କିମ୍ବା ମିନ୍ ମିଡିଆନ୍ ଠାରୁ ପ୍ରତ୍ୟେକ ଡାଟା କେତେ ଡିଫରେନ୍ସର ରହୁଛନ୍ତି। ବୁଝିପାରିଲ? The measures of variability also called measures of dispersion ହେଲା, measures of variability କୁ measures of dispersion ମଧ୍ୟ କୁହାଯାଇଥାଏ। If the variability is low, data points are close to each other। ଦେଖ, ଯଦି ଏଠି ଅଛି 5, ଏଠି ଅଛି 10 ହେଲା, ଆଉ ଗୋଟେ ଡାଟାର ଅଛି, ଏଠି ଅଛି 5, ଏଠି ଅଛି 15। ତ ଯଦି ଆମେ ଭେରିଆବିଲିଟି କାଢ଼ିବା, ଭେରିଆବିଲିଟି ମାନେ କ'ଣ, ଦୁଇଟା ଡାଟା ଭିତରେ କେତେ ଡିଫରେନ୍ସ ଅଛି, ତ ଏଠି କେତେ ଡିଫରେନ୍ସ ବାହାରିବ, 5 ବାହାରିବ, ଏଠି କେତେ ବାହାରିବ, 10 ବାହାରିବ। ସେ ସେଇ କଥା କହୁଛି, ଯଦି ଭେରିଆବିଲିଟିଟା ଲୋ ହେଲା, ଯଦି 5ଟା ଲୋ ହେଲା, ତାହେଲେ ସେ ଡାଟା ପଏଣ୍ଟ ଆଡ଼କୁ ବା ସେ ଯେଉଁ ପ୍ରତ୍ୟେକ ଡାଟା ଆଡ଼କୁ ଭେରି କ୍ଲୋଜଲି ଇଜେକ୍ଟର ଅଛନ୍ତି, ମାନେ ପାଖାପାଖି ହେଇକି ରହିଛନ୍ତି, ତାଙ୍କ ଭ୍ୟାଲୁ ଭିତରେ ବେଶୀ ଡିଫରେନ୍ସ ନାହିଁ। ଯଦି ଭେରିଆବିଲିଟିଟା ବେଶୀ ହାଇ ହେଲା, ଧର 10ଟା ଗୋଟେ ବହୁତ ହାଇ ହେଲା, ତାହେଲେ ସେ ଡାଟା ପଏଣ୍ଟ ଆଡ଼କୁ ଭିତରେ ବହୁତ ଡିଫରେନ୍ସ ଅଛି, ଆଉ ସେମାନେ ୱାଇଡଲି ସ୍ପ୍ରେଡ୍ ହେଇକି ରହିଛନ୍ତି। ବୁଝିପାରିଲ? ଓକେ, ତାପରେ ଦେଖିବା ଟାଇପ୍ସ ଅଫ୍ ମେଜର୍ସ ଅଫ୍ ଭେରିଆବିଲିଟି। ଏ ଯେଉଁ ଭେରିଆବିଲିଟିକୁ ମେଜର୍ କରିବା ପାଇଁ କେତେ ପ୍ରକାର ଟାଇପ୍ର ମେଜର୍ କରାଯାଇଥାଏ, 4 ପ୍ରକାର ହେଲା। ଗୋଟେ ହେଉଛି ରେଞ୍ଜ, ଗୋଟେ ହେଉଛି କ୍ୱାର୍ଟାଇଲ୍ ଡେଭିଏସନ୍, ଆଉ ଗୋଟେ ହେଉଛି ଆଭରେଜ୍ ଡେଭିଏସନ୍, ଆଉ ଗୋଟେ ହେଉଛି ଷ୍ଟାଣ୍ଡାର୍ଡ଼ ଡେଭିଏସନ୍। 4ଟା ମଧ୍ୟ ମୁଁ ବହୁତ ଭଲ ଭାବରେ ତୁମକୁ ଏକ୍ସପ୍ଲେନ୍ କରିଦେବି, ବହୁତ ଇଜିଲି ତୁମେ ଯାଇକି ଯଦି ଏକ୍ଜାମ୍ରେ ପଢ଼ିଲା ତୁମେ ଇଜିଲି ଲେଖିପାରିବ। ଓକେ, ଫାଷ୍ଟ ବୁଝିବା ଆମେ ରେଞ୍ଜ କାହାକୁ କହିବା। ତ ରେଞ୍ଜ କ'ଣ, ନା ରେଞ୍ଜ ଇଜ୍ ଦ ଡିଫରେନ୍ସ ବିଟୱିନ୍ ଦ ହାଏଷ୍ଟ ଆଣ୍ଡ ଲୋଏଷ୍ଟ ଭ୍ୟାଲୁ ଇନ୍ ଏ ଡାଟା ସେଟ୍ ହେଲା। ଦେଖ, ମୁଁ ଏକ୍ଜାମ୍ପଲ୍ ଦେଇକି ଦେଖୁଛି, ଏଠି ହେଉଛି ଗୋଟେ ଡାଟା ସେଟ୍ ଅଛି ବା ଗୋଟେ ସ୍କୋର୍ ଅଛି, ଛୁଆମାନଙ୍କର ସ୍କୋର୍ କ'ଣ କରୁଛନ୍ତି ତାହା ରହିଛି, ଜଣେ 45 ରଖୁଛି, 50 ରଖୁଛି, 55 ରଖୁଛି, 60 ରଖୁଛି, 65 ରଖୁଛି। ତ ମୁଁ କହିଛି ଏଇ ଡାଟା ସ୍କୋର୍ର ରେଞ୍ଜ କାଢ଼ିବା ପାଇଁ ତୁମେ କ'ଣ କରିବ, ଡିଫରେନ୍ସ କାଢ଼ିବ କାହା ଭିତରେ, ହାଏଷ୍ଟ ଭ୍ୟାଲୁ ଆଉ ଲୋଏଷ୍ଟ ଭ୍ୟାଲୁ ଭିତରେ, ସବୁଠୁ ଅଧିକା ଯେଉଁ ଭ୍ୟାଲୁଟା ଅଛି ଆଉ ସବୁଠୁ ଲୋଏଷ୍ଟ ଯେଉଁ ଭ୍ୟାଲୁଟା ଅଛି ତା ଭିତରେ ତାକୁ ଦୁଇ ଜଣକୁ ଫେଡ଼ିଦେବ, ତାହେଲେ ଯାଇକି ତୁମର ରେଞ୍ଜ ପଳେଇ ଆସିବ।
ହେଲା ରେଞ୍ଜର ଫର୍ମୁଲା କ'ଣ ମ୍ୟାକ୍ସିମମ୍ ଭ୍ୟାଲୁ ମାଇନସ୍ ମିନିମମ୍ ଭ୍ୟାଲୁ। ତ ये जो डाटा सेट्ର ମ୍ୟାକ୍ସିମମ୍ ଭ୍ୟାଲୁ କିଏ 65 ଆଉ ମିନିମମ୍ ଭ୍ୟାଲୁ କିଏ 45। ତମେ 65ରୁ 45 କି କାଟିଦେଲ 20 ପଳେଇ ଆଇଲା। ତ 20 ହେଉଛି ତମର ଏଇ ଡାଟାର ରେଞ୍ଜ। ବୁଝିପାରିଲ ରେଞ୍ଜ କାହାକୁ କୁହାଗଲା। ତାପରେ ଯିବାକୁ କ'ଣ ନା କ୍ୱାର୍ଟାଇଲ୍ ଡେଭିଏସନ୍। କ୍ୱାର୍ଟାଇଲ୍ ଡେଭିଏସନ୍ କ'ଣ ନା it measures of how much the middle 50% of the data is spread out। ମାନେ କ'ଣ ନା ହେଉଛି ଇଏ ମେଜର କରିଥାଏ ପୁରା ଡାଟାର ଯେଉଁ ମଝିରୁ ଯେଉଁ 50% ଡାଟାଟା ରହିଲା ସେ କେତେ ମାନେ ତାଙ୍କ ଭିତରେ କେତେ ହେଉଛି ସ୍ପ୍ରେଡ୍ ହୋଇଛନ୍ତି। ମାନେ ତାଙ୍କ ପ୍ରତି ସେ ଯେଉଁ 50% ଡାଟା ଯେଉଁ ମିଡ଼ିଲରୁ ଯେଉଁ 50% ଡାଟା ରହିଲା ସିଏ କେତେ ହେଉଛନ୍ତି ତାଙ୍କ ଭିତରେ ଜଣେ ଆଉ ଜଣଙ୍କ ଭିତରୁ କେତେ ବ୍ୟବଧାନ ରହିଛି ବା ତାଙ୍କ ଭିତରେ ଡିଫରେନ୍ସ କେତେ ସେଇଟା କିଏ ମେଜର କରିଥାଏ ନା କ୍ୱାର୍ଟାଇଲ୍ ଡେଭିଏସନ୍ ମେଜର କରିଥାଏ। ତାର ଫର୍ମୁଲା କ'ଣ ନା ହାଫ୍ ଅଫ୍ ଦି ଡିଫରେନ୍ସ ବିଟୱିନ୍ ଦ ଥାର୍ଡ଼ କ୍ୱାର୍ଟାଇଲ୍ ଆଣ୍ଡ ଦ ଫାର୍ଷ୍ଟ କ୍ୱାର୍ଟାଇଲ୍। ଏଇଟା ଫର୍ମୁଲାଟା ମନେ ରଖ। ମୁଁ ତାପରେ କହୁଛି Q3 Q1 କ'ଣ ହେଲା ମନେ କ'ଣ ହାଫ୍ ଅଫ୍ ଦି ଡିଫରେନ୍ସ ବିଟୱିନ୍ ମାନେ Q3 ମାଇନସ୍ Q1 ବାଇ 2 ହାଫ୍ ଅଫ୍ ଦି ଥାର୍ଡ଼ କ୍ୱାର୍ଟାଇଲ୍ ମାଇନସ୍ ଫାର୍ଷ୍ଟ କ୍ୱାର୍ଟାଇଲ୍। ବୁଝିପାରିଲ ଦେଖ ଲେଟ୍ ତମେ ମନେ ରଖ ମନେକର ତମ ପାଖରେ 100ଟା ଡାଟା ଅଛି। 100ଟା ମାନେ 100 ଜଣ ଛୁଆ ଏକ୍ଜାମ୍ ଦେଇଛନ୍ତି 100 ଜଣଙ୍କର 100ଟା ପ୍ରକାର ଆନ୍ସର୍ ଆସିଛି। ତମେ Q1 କ'ଣ ନା ଭ୍ୟାଲୁ ଏଟ୍ 25% ଅଫ୍ ଦି ଡାଟା। ମାନେ କ'ଣ ତମେ 100ଟା ଡାଟାକୁ ଆସେଣ୍ଡିଂ ବା ଡିସେଣ୍ଡିଂ ବଡ଼ରୁ ସାନ କରିକି ସଜେଇଦେବ। ତାପରେ 25th ଯେଉଁ ଛୁଆଟା ରହିଲା ଧର ସାନରୁ ବଡ଼ କରିକି ସରି ବଡ଼ରୁ ସାନ କରିକି ରହିଥିଲ। ତ ସେ ଯେଉଁ 25th ସ୍ଥାନର ହେଲା ଯେଉଁ ଛୁଆଟା ଆସିବ ଯାହାର ର୍ୟାଙ୍କ 25th ଥିବ ବଡ଼ରୁ ହେଲା 1 ନମ୍ବର ର୍ୟାଙ୍କ ଯିଏ ହାଏଷ୍ଟ ରଖିଥିବ ବା 25th ନମ୍ବରର ଯେଉଁ ଛୁଆଟା ରଖିଥିବ ତାର ନମ୍ବରଟାକୁ କୁହାଯିବ ଆମେ କ'ଣ Q1 କୁହାଯିବ। ମାନେ ପୁରା ଡାଟାର 25% ମାନେ ଜାଗାର ଯେଉଁ ଭ୍ୟାଲୁଟା ଥିବ ତାକୁ ଆମେ Q1 ବୋଲି କହିଥାନ୍ତି। ସେଭଳିଆ 75 ଜାଗାର ଯେଉଁ ଛୁଆର ର୍ୟାଙ୍କ ଥିବ ବା 75 ପୋଜିସନ୍ର ଯେଉଁ ଛୁଆଟା ଥିବ ତାର ଯେଉଁ ହେଉଛି ମାର୍କଟାକୁ ଆମେ କହିବା Q3। ବୁଝିପାରିଲେ ତ 75% ଅଫ୍ ଦି ଡାଟା ଜାଗାର ଯେଉଁ ଭ୍ୟାଲୁଟା ଥିବ ତାକୁ Q3 କୁହାଯିବ। ସେଭଳିଆ Q3 ମାଇନସ୍ Q1 ବାଇ 2 କରିଦେଲେ ଆମର ହେଉଛି ରେଜଲ୍ଟଟା ପଳେଇ ଆସିବ ବା କ୍ୱାର୍ଟାଇଲ୍ ଡେଭିଏସନ୍ ବୋଲି ପଳେଇ ଆସିବ ତା ରେଜଲ୍ଟ। ଏକ୍ସାମ୍ପଲ୍ ଦେଖ ଲେଟ୍ ଗୋଟେ ଡାଟାର Q3 ହେଲା 70 Q1 ହେଲା 50 ତାହେଲେ ତା କ୍ୱାର୍ଟାଇଲ୍ ଡେଭିଏସନ୍ କେତେ ହେବ 70 ମାଇନସ୍ 50 ବାଇ 2। ବୁଝିପାରିଲ ଏଇଟା କ'ଣ ଭଳିଆ ହେଲା ହେଲା ତାର ଫର୍ମୁଲା ମନେ ରଖିବ ଆଉ ବେଶୀ ତୁମକୁ ଏକ୍ସପ୍ଲେନ୍ କରିବାର ନାହିଁ ଇଜିଲି ତୁମେ ବୁଝିପାରିବ ହେଲା। ଗୋଟେ ଏକ୍ସାମ୍ପଲ୍ ଦେଇଦେବି। ତାପରେ ହେଉଛି ଆଭରେଜ୍ ଡେଭିଏସନ୍। ଆଭରେଜ୍ ଡେଭିଏସନ୍ ନା ତ ଆଭରେଜ୍ ଡେଭିଏସନ୍ ବା ତ ଆଭରେଜ୍ ଅଫ୍ ଦି ଆବସଲ୍ୟୁଟ୍ ଡିଫରେନ୍ସ ବିଟୱିନ୍ ଇଚ୍ ଡାଟା ଭ୍ୟାଲୁ ଆଣ୍ଡ ଦ ମିନ୍। ତ ଆଭରେଜ୍ ଡେଭିଏସନ୍ ଆମେ କେମିତି କାଢ଼ିବା ନା ଆମେ ଆଭରେଜ୍ କାଢ଼ିବା କାହାର ଆଭରେଜ୍ କାଢ଼ିବା ନା ଆବସଲ୍ୟୁଟ୍ ମାନେ ପ୍ରତ୍ୟେକ ଦେଖ ଧର ହେଉଛି ଡାଟା ଅଛି 5ଟା ଡାଟା ଅଛି। ତମେ ଫାଷ୍ଟ କ'ଣ କରିବ 5ଟା ଡାଟାର ମିନ୍ କାଢ଼ିବ ହେଲା ପ୍ରତ୍ୟେକ ଡାଟାକୁ ସେ ମିନ୍ ଠାରୁ ଫେଡ଼ିବ ହେଲା ପ୍ଲସ୍ କରିବ ଫାଷ୍ଟ ଡାଟାକୁ ମିନ୍ ସହିତ ଫେଡ଼ିବ ତାକୁ ପ୍ଲସ୍ ଯେତିକି ରେଜଲ୍ଟ ହେଲା ତାକୁ ତା ସହିତ ପ୍ଲସ୍ କରିବ ସେକେଣ୍ଡ ଡାଟାକୁ ଯେତେବେଳେ ମିନ୍ ସହିତ ଫେଡ଼ିବ ତାକୁ ହେଉଛି ମିଶାଇବ ପୁଣି ଥାର୍ଡ଼ ଡାଟାକୁ ମିନ୍ ସହିତ ଫେଡ଼ିକି କିମ୍ବା ହେଉଛି ଯେତେଟା ଡାଟା ଥିବ ତାକୁ ମିନ୍ ସହିତ ଫେଡ଼ିକି ଆଉ ସେ ସମସ୍ତଙ୍କର ମିଶାଣ ଫଳକୁ ଟୋଟାଲ୍ ଯେତେଟା ଡାଟା ଅଛି ତା ସହିତ ଯେତେବେଳେ ହରିଦେବ ବାହାରି ଆସିବ ଆଭରେଜ୍ ଡେଭିଏସନ୍। ଆଉ ଥରେ କରିଦେଉଛି ଦ ଆଭରେଜ୍ ଅଫ୍ ଦି ଆବସଲ୍ୟୁଟ୍ ଡିଫରେନ୍ସ ବିଟୱିନ୍ ଇଚ୍ ଡାଟା ପ୍ରତ୍ୟେକ ଡାଟା ଆଉ ଦ ମିନ୍ ଆଉ ପ୍ରତ୍ୟେକ ଡାଟା ଭିତରେ ଯେଉଁ ଡିଫରେନ୍ସ ହେବ ଆଉ ଡିଭାଇଡ଼ କରିବ ଟୋଟାଲ୍ କେତେ ନମ୍ବର ଡାଟା ଅଛି ସବୁକୁ ମିଶାଣକୁ କ'ଣ କୁହାଯିବ ଆଭରେଜ୍ ଡେଭିଏସନ୍। ଏ ଯେଉଁ ଏକ୍ସ ମାନେ କ'ଣ ଇଚ୍ ଭ୍ୟାଲୁ ଏକ୍ସ ବାର୍ ମାନେ କ'ଣ ନା ମିନ୍ ଆଉ ଏନ୍ ଯେଉଁ ତଳେ ଅଛି ତା ନା ନମ୍ବର ଅଫ୍ ଭ୍ୟାଲୁ ଯେଉଁ ବୁଝିପାରିଲେ ଏଇଟା ତା ଫର୍ମୁଲା। ତ ଏକ୍ସାମ୍ପଲ୍ ଦେଖିବା ଯଦି ଗୋଟେ ଡାଟା ସେଟ୍ ଅଛି ଧରେ 8 10 ଆଉ 12 ହେଉଛି ତୁମର ଡାଟା ସେଟ୍ 3ଟା ଡାଟା ଅଛି ତ ମୁଁ କ'ଣ କରିବି କେମିତି କାଢ଼ିବ ହେଉଛି ଆଭରେଜ୍ ଡେଭିଏସନ୍। ଫାଷ୍ଟ କ'ଣ କରିବ ଇଏ 3 ଜଣଙ୍କର ମିନ୍ କାଢ଼ିବ ଇଏ 10 12 8 ହେଉଛି 30 ତା ମିନ୍ କାଢ଼ିବାର କ'ଣ ସମସ୍ତଙ୍କୁ ମିଶାଇ ଦେବ ଭାଇ ଟୋଟାଲ୍ କେତେଟା ଡାଟା ଅଛି 3ଟା ଡାଟା ଅଛି ତ 30 ବାଇ 3 କେତେ ହେଲା 10 ତାହେଲେ ତାର ମିନ୍ ହେଇଗଲା 10। ତାପରେ ତୁମେ କ'ଣ କରିବ ନା ପ୍ରତ୍ୟେକ ଡାଟାକୁ 10ରୁ ଫେଡ଼ିବ ତ 8 ମାଇନସ୍ 10 ତାକୁ ସିଏ ତାର ଯେଉଁ ରେଜଲ୍ଟଟା କାହା ସାଙ୍ଗରେ ମିଶିବ ସେକେଣ୍ଡ ଡାଟାରୁ ପୁଣି ଯେତେବେଳେ ମିନ୍କୁ ଫେଡ଼ିବ ତାକୁ ରହିଲା ଥାର୍ଡ଼ ଡାଟାକୁ ମିନ୍କୁ ଫେଡ଼ିକି ତାର ରେଜଲ୍ଟ ତ 3ଟା ମୋତେ ମିଶାଇ ଦେଇକି ଟୋଟାଲ୍ କେତେଟା ଡାଟା ଥିଲା 3ଟା ଡାଟା ଥିଲା ଏ ଦେଖ ଡିଭାଇଡ଼ ହେଇଛି 3 ତ 2 ପ୍ଲସ୍ 2 ବାଇ 3 ଯେଉଁଟାକି 1/3 ଥିଲା। ବୁଝିପାରିଲ ଏଭଳିଆ ବାହାରିବା ଆଭରେଜ୍ ଡେଭିଏସନ୍। ତାପରେ ଯିବା ଷ୍ଟାଣ୍ଡାର୍ଡ଼ ଡେଭିଏସନ୍। ଷ୍ଟାଣ୍ଡାର୍ଡ଼ ଡେଭିଏସନ୍ ନା ଇଟ୍ ମେଜର୍ସ ହାଉ ମଚ୍ ଦ ଡାଟା ଡେଭିଏଟ୍ ଫ୍ରମ୍ ଦ ମିନ୍।
यूजिंग स्क्वायर डिफरेंसेस। ये सेम जिनिस छुआ मेजर करता है जे प्रत्येक डाटा मीन ठारू केते डेविएट अछंती बा प्रत्येक डाटार मीन ठारू केते डिफरेंस रे अछंती ହେଲା। ଏଟା ହେଉଛି ସେଇଆ ହିଁ ମେଜର କରିଥାଏ କିନ୍ତୁ ଏଠି ଟିକେ ଫର୍ମୁଲା ଅଲଗା ହେଇଥାଏ। ଏଠି ସ୍କୋୟାର ଡିଫରେନ୍ସ ନିଆଯାଇଥାଏ। ସ୍କୋୟାର ଡିଫରେନ୍ସ ମାନେ କ'ଣ? ଏ ଦୁଇ ଜଣଙ୍କୁ ଡିଫରେନ୍ସ କରିକି ତାଙ୍କର ସ୍କୋୟାର ନିଆଯାଇଥାଏ ହେଲା। ତ ସେଇଥିପାଇଁ ଏଟା କୁହାଯାଏ କ'ଣ? ଷ୍ଟାଣ୍ଡାର୍ଡ ଡେଭିଏସନ୍। ବୁଝିପାରିଲ? ତ ଏଠି ମେଜର୍ସ ହାଉ ମଚ୍ ଦ ଭ୍ୟାଲ୍ୟୁ ଡେଭିଏଟ୍ ଫ୍ରମ୍ ଦ ମିନ୍ ୟୁଜିଂ ସ୍କୋୟାର ଡିଫରେନ୍ସ। ତା ଫର୍ମୁଲା କ'ଣ ଛୁଆ? ନା ଏକ୍ସ ମାଇନସ୍ ଏକ୍ସ ବାର୍ର ସ୍କୋୟାର ସमेसन ହେଲା। ସमेसन ଅଫ୍ ଏକ୍ସ ମାଇନସ୍ ଏକ୍ସ ବାର୍ର ସ୍କୋୟାର डिवाइडेड बाय n तापर रूट ऑफ x तो जानछ प्रत्येक डाटा इस डाटा होची x बार टा होची मीन आ होची n होची कोन टोटल नंबर ऑफ डाटा तापर तार होची ताको मिसै दबो तापर तार समस्त को स्क्वायर को मिसै हला। माने देखो मैं एटे एग्जांपल देउछ एटी जो थिला 8 10 तो 8 10 लो केते रिजल्ट होगा 2 एटी थाना कोन ए जो st करथाते तार 2 रो स्क्वायर प्लस 0 रो स्क्वायर प्लस 2 रो स्क्वायर बाय 3 रो रूट ऑफ बुझिपाइल सीधा आंसर कर एसटी सीधा आंसर कर। तब एग्जांपल देखो एटा आंसर काढो से कुछ इफ द वैल्यू आर क्लोज टू मीन जो एसटी बाहरला बा होची जो सब डाटा आड़ करछन जो तीनटा डाटा अछन से डाटा भीतर जदी बेसी डिफरेंस नथिबो तारे एसटी टा लो आसीबो बा स्टैंडर्ड डेविएशन लो आसीबो। जदी से डाटा भीतर बहुत ही डिफरेंस अछि हला ताने एसटी टा बहुत ही हाई आसीबो। बुझिपाइल एटा ओके। तो या पर पढ़िबा कोन ना ग्रेड पॉइंट एवरेज जीपीए देखिबा कोन। तो जीपीए स्टैंड्स फॉर ग्रेड पॉइंट एवरेज। जीपीए फुल फॉर्म कोन ना होची ग्रेड पॉइंट एवरेज। तो जीपीए इज द एवरेज ऑफ द ग्रेड पॉइंट्स व्हिच ए स्टूडेंट अर्न्स इन ऑल सब्जेक्ट्स ड्यूरिंग ए स्पेसिफिक पीरियड यूजुअली ए सेमेस्टर और एकेडमिक इयर्स। या माने कोन छुआ देखो ग्रेड पॉइंट्स कोन देखो तुम ये मार्क दि जाए ये ग्रेड पॉइंट दि जाए जो भाया हो तुम देख तुम प्लस 3 सर्टिफिकेट रे तुमको जो तुम सेमिस्टर एग्जाम जाए तुमको किसी ग्रेड आसे ना धर ये लिखा थी 9 पॉइंट एति सीजीपीए कि 8 पॉइंट एति सीजीपीए तो ये हूँ 10 रू तुमको ग्रेड दि जाए मैंने क्या 5 रू ग्रेड दि जाए तुम मार्क आड़ को ग्रेड रे कन्वर्ट कर जाए। तो जीपीए कौन सी जो गोटे स्टूडेंट जे जेतिक भी स्टूडेंट सब्जेक्ट तार अच्छी सेटा सब डिफरेंट टाइप ऑफ ग्रेड पाई है गोटे सेमिस्टर रे गोटे पूरा गोटे वर्ष भितर से तार 5टा सब्जेक्ट अच्छे मैथ इंग्लिश ओडिया ए 5टा अच्छे तो सब से अलग अलग ग्रेड पॉइंट पाई तो आम कौन करवा तार गोटे एवरेज काढ़ा तो सब सब्जेक्टर जी ग्रेड पॉइंट अच्छे ताको मिसेदेवा 5टा सब्जेक्ट तार ग्रेड पॉइंट अच्छे तो आम कौन करते 9 8 7 6 5 4 डिवाइडेड बाय 5 तो जोटा आम एवरेज जोटा भी आसला ताको ही कहवा जीपीए। बुझिपाइल जीपीए का ना गोटे स्टूडेंटा गोटे एकेडमिक ईयर बा गोटे सेमेस्टर भितर सब सब्जेक्ट जी ग्रेड पॉइंट पाई तार एवरेज काढ़ाटा को कौन कहुए जीपीए कहुए। बुझिपाइल तो जीपीए इज कॉमनली यूज्ड इन स्कूल कॉलेज यूनिवर्सिटी स्कूल कॉलेज यूनिवर्सिटी जीपीए आड़ यूज होता है। तो जीपीए कैलकुलेशन आम केमी करवा एड द ग्रेड पॉइंट्स फॉर ऑल द सब्जेक्ट और कोर्सेस है जी भी तुम सब्जेक्ट थी सबको हूँ मिसे दबा मिसे देकी फास्ट हूँ यहाँ कर जी भी तुम सब्जेक्ट अच्छे तार सब ग्रेड पॉइंट को आम फास्ट ऐड करदे मिसेदे डिवाइड द टोटल ग्रेड पॉइंट्स बाय द नंबर ऑफ द कोर्सेस टोटल टोटल जी ग्रेड पॉइंट्स थी मिसेदेल क्या सब डिवाइड कर तुम टोटल केतोटा सब्जेक्ट अच्छे बुझिपार टोटल केतोटा कोर्सेस अच्छे सहित तुम डिवाइड करदे जाकि जीपीए पलि आसला। बुझिपार बुझिपार जो तुम प्लस 3 बेले तुम धर गोटे सेमिस्टर 5टा सब्जेक्ट रोचे 5टा सब्जेक्ट तुम हूँ सेमिस्टर प्रति सेमिस्टर देल तो प्रति सब्जेक्ट किसी किसी ग्रेड आइला तो से सब ग्रेड को तुम मिसेदेल डिवाइडेड बाय 5 करदे से जोटा बाहर से तुम जीपीए। बुझिपार तो कॉमन 4 पॉइंट जीपीए स्केल आम गोटे गोटे जो ग्रेड पॉइंट गोटे एग्जांपल नहीं गोटे 4 पॉइंट वाला गोटे एग्जांपल नहीं देख 4 पॉइंट कौन ना जब 0 ग्रेड पॉइंट पाइल गोटे सब्जेक्ट ताले तुमको ये लेटर लिखा एफ बोली लिखा जब तुम 1 ग्रेड पॉइंट पाइल गोटे सब्जेक्ट डी लिखा और जब 2 पाइज ताले सी लिखा 3 पाइज बी लिखा और जब 4 पाइज तुम ए लिखा तो आम जो छुआ प्लस 3 बेले
ଯେଉଁ ଗ୍ରେଡ୍ ପଏଣ୍ଟଟା ଥାଏ ସେଇଟା 10 ଗ୍ରେଡ୍ ପଏଣ୍ଟ ମାନେ ଦେଖିବ 10 CGPA ଯାହା ଥିବ କାହାର ଥିବ 8.77 CGPA କାହାର ଥିବ 9 ଏତିକି CGPA ବୁଝିପାରିଲ ନା। ତ ଏଇଟା ହେଉଛି ଫୋର୍ଜା ଅଛି ହେଲା ଇଏ ଗୋଟେ ଏକ୍ଜାମ୍ପଲ୍ ଯେଉଁଟା ନେଇଛି ମୁଁ ଫୋର୍ଜା ଏଇଟା ମାନେ ସ୍କୁଲ ଲେଭେଲରେ ୟୁଜ୍ ହେଇଥାଏ। ଦେଖ ଏଇ ଯେଉଁ ଏଇଟାକୁ ତୁମେ ଏମିତିଆ ଲେଖିପାରିବ ଯେ 4 ପାଇଁ A ଲେଖିପାରିବ 3 ପାଇଁ B ଲେଖିପାରିବ ଏମିତି ଲେଖିପାରିବ। ଜଣେ ଧର 10 ମିନିଟ୍ର କିଛି ରଖିଛି ସେ ରଖିଛି 4.4 ତାର ଆନ୍ସର୍ ବାହାରିଲା ବା 3.37 ତାର ଆନ୍ସର୍ ବାହାରିଲା ତାକୁ ଆମେ କେମିତି କରିପାରିବା ତାକୁ ମାଇନସ୍ ପ୍ଲସ୍ ଗ୍ରେଡ୍ର ଆମେ ତାକୁ ରିପ୍ରେଜେଣ୍ଟ କରିପାରିବା। ଧର A ମାଇନସ୍ ହେଲା A ମାଇନସ୍ଟା କାହା ପାଇଁ ୟୁଜ୍ ହେବ 3.7 କାହିଁକି ନା 4 ଠାରୁ ସେ କମ୍ ଅଛି 4 ଠାରୁ କମ୍ 3.7ଟା 4 ଠାରୁ କମ୍ ତ ସେଥିପାଇଁ ଆମେ A ମାଇନସ୍ ଲେଖିଲେ। এই 3.7କୁ ଆମେ B ପ୍ଲସ୍ ମଧ୍ୟ ରଖିପାରିବା କାହିଁକି ଲେଖିପାରିବା କାହିଁକି ନା ଇଏ 3 ଠାରୁ କ'ଣ ଅଧିକା ଅଛି ବୁଝିପାରିଲ 3 ଠାରୁ ଯିଏ ଅଧିକା ରହିବ ତାକୁ ଆମେ ଲେଖିଦେବା କ'ଣ B ପ୍ଲସ୍ ଲେଖିପାରିବା ବା ତାକୁ A ମାଇନସ୍ ବୋଲି ଲେଖିପାରିବା। ଦେଖ ସେଥିପାଇଁ 3.7ଟାକୁ A ମାଇନସ୍ ଲେଖାହେଲା 3.3ଟା କ'ଣ B ଠାରୁ ଅଧିକା ଅଛି ତାକୁ B ପ୍ଲସ୍ ଲେଖାହେଲା ତାପରେ 1.7ଟା କ'ଣ ଅଛି 2 ଠାରୁ କମ୍ ଅଛି ତ ସେଥିପାଇଁ C ମାଇନସ୍ ଲେଖାହେଲା ବୁଝିପାରିଲ। ଏମିତି ବି ତୁମେ ରିପ୍ରେଜେଣ୍ଟ କରିପାରିବ। ଦେଖ ଜିପିଏ ଦୁଇ ପ୍ରକାର ଥାଏ ଗୋଟେ ହେଉଛି ସେମିଷ୍ଟାର ଜିପିଏ ଆଉ ହେଉଛି କ୍ୟୁମୁଲେଟିଭ୍ ଜିପିଏ। ଏଇ ଯେଉଁ କ୍ୟୁମୁଲେଟିଭ୍ ଜିପିଏଟାକୁ କ'ଣ ପଢ଼ ନା ସିଜିପିଏ ଆମେ ପଢ଼ନ୍ତି ନା ତୋର ଏତିକି ସିଜିପିଏ ରହିଛି ଆମର ଏକ୍ଜାମ୍ର ତୋର ଏତିକି ସିଜିପିଏ ରହିଛି ବା ପୁରା ପ୍ଲସ୍ ଥ୍ରୀର ଏକ୍ଜାମ୍ର ଆମର ଏତିକି ସିଜିପିଏ ରହିଛି। ସେଇ ଯେଉଁ ସିଜିପିଏର ଫୁଲ୍ ଫର୍ମ ହେଉଛି କ'ଣ ନା କ୍ୟୁମୁଲେଟିଭ୍ ଜି ଗ୍ରେଡ୍ ପଏଣ୍ଟ ଆଭରେଜ୍ ବୁଝିପାରିଲ। ତ ସେମିଷ୍ଟାର ଜିପିଏ ମାନେ କ'ଣ ଆଭରେଜ୍ ଅଫ୍ ଦି ଗ୍ରେଡ୍ସ ଇନ୍ ୱାନ୍ ସେମିଷ୍ଟାର ଆମର ପ୍ଲସ୍ ଥ୍ରୀର 6ଟା ସେମିଷ୍ଟାର ଥାଏ ତ ପ୍ରତ୍ୟେକ ସେମିଷ୍ଟାରର ଯେଉଁ ତୁମକୁ ଗୋଟେ ଲାଲ କଲର୍ ଗୋଟେ ଚିରକୁଟି ଦିଅନ୍ତି ତ ସେଇଟାର ଯେଉଁ ଗ୍ରେଡ୍ଟା ଥାଏ ସେଇଟାକୁ କୁହାଯାଏ ସେମିଷ୍ଟାର ଜିପିଏ ବା ପ୍ରତ୍ୟେକ ସେମିଷ୍ଟାରରେ ତୁମେ ଯେଉଁ ଗ୍ରେଡ୍ଟା ପାଇଲ ଆଭରେଜ୍ ଗ୍ରେଡ୍ଟା ସେଇଟା ହେଉଛି ସେମିଷ୍ଟାର ଜିପିଏ। ଆଉ କମ୍ୟୁନିଟିଭ୍ ଜିପିଏ କ'ଣ ନା ପୁରା ଟୋଟାଲ୍ ହେଲା ପୁରା ଷ୍ଟାର୍ଟରୁ ଯେଉଁ 6ଟା ମତେ ଏଣ୍ଟ୍ରାନ୍ସ 6ଟା ମତେ ସେମିଷ୍ଟାର ଦେଇସାରିଲା ପରେ ତୁମକୁ ଯେଉଁ ମେନ୍ ସାର୍ଟିଫିକେଟ୍ଟା ତୁମ ପାଖକୁ ଆସେ ପ୍ଲସ୍ ଥ୍ରୀର ମେନ୍ ସାର୍ଟିଫିକେଟ୍ଟା ସେଠି ଯେଉଁ ଲାଷ୍ଟରୁ ଯେଉଁ ଗ୍ରେଡ୍ଟା ପାଅ ସେଇଟା ହେଉଛି କ୍ୟୁମୁଲେଟିଭ୍ ଜିପିଏ। ମାନେ ଷ୍ଟାର୍ଟରୁ ଏବେ ପର୍ଯ୍ୟନ୍ତ ଯେତିକି ବି ଏକ୍ଜାମ୍ ଦେଇଛ ଯେତିକି ବି ଗ୍ରେଡ୍ ପାଇଛ ତାର ଗୋଟେ ଆଭରେଜ୍ ନିଆଯିବ ତାକୁ କ'ଣ କୁହାଯିବ କ୍ୟୁମୁଲେଟିଭ୍ ଜିପିଏ ବୁଝିପାରିଲ। ଏକ୍ଜାମ୍ପଲ୍ କ'ଣ ନା ଏଠି ଦେଖ ଏଇ ଏକ୍ଜାମ୍ପଲ୍ ହେଉଛି ଯେ ସପୋଜ୍ ଏ ଷ୍ଟୁଡେଣ୍ଟ ଗେଟ୍ ଦିସ୍ ଗ୍ରେଡ୍ସ ଇନ୍ 4 ସବଜେକ୍ଟ ସେ 4ଟା ସବଜେକ୍ଟ ତା ପାଖରେ ଅଛି ତାପରେ କିଛି ଗ୍ରେଡ୍ ପଏଣ୍ଟ ପାଇଲା ହେଲା ତାପରେ ଇଂଲିଶର ସେ A ଗ୍ରେଡ୍ ପାଇଛି ମାନେ ସେ 4 ରଖିଛି A ପାଇଁ 4 ଦିଆଯାଏ ତାପରେ ମ୍ୟାଥ୍ର B ଗ୍ରେଡ୍ ପାଇଛି ମାନେ 3 ଦିଆଯାଏ ତାକୁ ତ ସାଇନ୍ସର B ପ୍ଲସ୍ ପାଇଛି ମାନେ କ'ଣ 3ରୁ ଅଧିକା ପାଇଥିବ ତାହେଲେ 3.3 ପାଇଛି। ହିଷ୍ଟ୍ରିର C ପାଇଛି C ମାନେ C ଗ୍ରେଡ୍ ମାନେ କେତେ 2 ପାଇଛି ବୁଝିପାରିଲେ। ଆମେ CGPA କେମିତି ଆମେ ସରି GPA ଆମେ କେମିତି କାଲକୁଲେସନ୍ କରିବା ସବୁ ଗ୍ରେଡ୍କୁ ଆମେ ମିଶାଇ ଦେବା ଫାଷ୍ଟ ଏଇଟା ସବୁ ଗ୍ରେଡ୍ ପଏଣ୍ଟକୁ ଆମେ ମିଶାଇ ଦେବା ଦେଖ ମିଶାଇଛି ତା ଟୋଟାଲ୍ କେତେ ବାହାରିଲା 12.3 ତାପରେ ଯେତେଟା ଗ୍ରେଡ୍ ପଏଣ୍ଟ ଅଛି ତାକୁ ହେଉଛି ଡିଭାଇଡ଼ କରିଦେବା ତାହେଲେ 4ଟା ଥିଲା 4କୁ ଆମେ ଡିଭାଇଡ଼ କରିଦେଲେ ଦେଖ 4କୁ ଡିଭାଇଡ଼ କରିଦେଲେ 12.3/4 କରିଦେଲେ 3.075 ଆସିଗଲା। ଏଇଟା ହେଉଛି ଗୋଟେ ଜିପିଏର ଗୋଟେ ଏକ୍ଜାମ୍ପଲ୍ ବୁଝିପାରିଲ। ଓକେ ତାପରେ ଯିବା ଛୁଆ କ'ଣ ନା ଜେଡ୍ ସ୍କୋର୍ କ'ଣ ନା ଜେଡ୍ ସ୍କୋର୍ ଟେଲ୍ସ ଅସ୍ ହାଉ ଫାର୍ ଏ ସ୍କୋର୍ ଇଜ୍ ଫ୍ରମ୍ ଦି ମିନ୍ ଅଫ୍ ଏ ଗ୍ରୁପ୍। ଜେଡ୍ ସ୍କୋର୍ ଆମକୁ କହିଥାଏ ଯେ ତମର ଧର ଗୋଟେ 5 ଜଣ ଛୁଆଙ୍କର 5 ପ୍ରକାର ମାର୍କ ଅଛି ହେଲା କିଏ ରଖିଛି 50ରୁ ତାର ଏକ୍ଜାମ୍ ହେଇଥିଲା କିଏ 41 42 43 44 45 ଏବା ରଖିଛି 5 ଜଣ 5 ପ୍ରକାର ମାର୍କ ରଖିଛି ତ ପ୍ରତ୍ୟେକ ମାର୍କଟା ସେ ତାର ଯେଉଁ ଆଭରେଜ୍ କାଢ଼ି ସାରିଲା ପରେ 5ଟା ଭିତରେ ଆଭରେଜ୍ କାଢ଼ିଦେବା ବା ମିନ୍ କାଢ଼ିଦେବା ତ ପ୍ରତ୍ୟେକ ମାର୍କ ତା ମିନ୍ ଠାରୁ କେତେ ଡିଫରେନ୍ସ ରଖିଛି ବା କେତେ ଦୂରରେ ରହିଛି ତାକୁ ହିଁ ବା ତାଙ୍କର ଦୁଇ ଜଣଙ୍କର ଡିଫରେନ୍ସ କାଢ଼ିବାଟାକୁ ହିଁ କ'ଣ କୁହାଯାଏ ଜେଡ୍ ସ୍କୋର୍ ବୋଲି କୁହାଯାଏ। ତ ଜେଡ୍ ସ୍କୋର୍ ଟେଲ୍ ଅସ୍ ହାଉ ଫାର୍ ଏ ସ୍କୋର୍ ମାନେ ଗୋଟେ ସ୍କୋର୍ଟା ତା ମିନ୍ ଠାରୁ ହେଲା ଗୋଟେ ଗ୍ରୁପ୍ର ଗୋଟେ ମିନ୍ ଠାରୁ କେତେ ଦୂରରେ ରହୁଛି ସେଇଟା ଆମକୁ ଜେଡ୍ ସ୍କୋର୍ କହିଥାଏ। ଯଦି ଜେଡ୍ ସ୍କୋର୍ ଜେଡ୍ର ଯଦି ଭ୍ୟାଲୁ 0 ହେଇଗଲା ତା ମାନେ କ'ଣ ଏ ଜେଡ୍ଟା ଭ୍ୟାଲୁ 0 ହେଇଗଲା ଜେଡ୍ର ଭ୍ୟାଲୁ 0 ମାନେ କ'ଣ ଯେଉଁଟା ମିନ୍ ସେଇଟା ହିଁ ତ ସେ ହେଉଛି ଏକୁଟା ଧର ଗୋଟେ ଗ୍ରୁପ୍ର ମିନ୍ ବାହାରିଲା 45 ହେଲା ଆଉ ଗୋଟେ ଛୁଆ ବି ରଖିଛି 45 ତାହେଲେ ତା ସ୍କୋର୍ ଆଉ ମିନ୍ ଭିତରେ ଡିଫରେନ୍ସ କେତେ ହେବ ବା ଜେଡ୍ ସ୍କୋର୍ କେତେ ହେବ 0 ହିଁ ହେବ ନା ବୁଝିପାରିଲ ନା। ତ ସେଇଥିପାଇଁ କୁହାଯାଏ ଯେତେବେଳେ ଜେଡ୍ଟା 0 ହେଇଯାଏ ତା ସ୍କୋର୍ ଇଜ୍ ଏକ୍ଜାକ୍ଟଲି ଇକ୍ୱାଲ୍ ଟୁ ଦି ମିନ୍ ତାହେଲେ ସେ ଛୁଆର ସ୍କୋର୍ଟା ତା ମିନ୍ ସହିତ ସମାନ। ଆଉ ଜେଡ୍ଟା 0 ଠାରୁ ଯଦି ଅଧିକା ହେଉଛି ମାନେ କ'ଣ ତାହେଲେ ସେ ଆଭରେଜ୍ ଠାରୁ ଅଧିକା ରଖିଛି ବା ତା ମିନ୍ ଠାରୁ ସେ ଛୁଆଟା ସ୍କୋର୍ ଅଧିକା ଅଛି। ଯେଉଁ ଜେଡ୍ଟା ତଳକୁ ଆଉଛି ଯଦି ନେଗେଟିଭ୍ରେ ଆଉଛି ବା 0 ଠାରୁ କମ୍ ଆଉଛି ତାହେଲେ ସେ ଛୁଆର ସ୍କୋର୍ଟା ମିନ୍ ଠାରୁ ବହୁତ କମ୍ରେ ଅଛି ବୁଝିପାରିଲ। ତ ହାଏଷ୍ଟ ଦ ଜେଡ୍ ସ୍କୋର୍ ଦ
better the performance compared to the average ଯଦି ଗୋଟେ ଛୁଆଟା ତା ମିନ୍ ଠାରୁ ବା ଗ୍ରୁପର ଯେଉଁ ଆଭରେଜ ଠାରୁ ଅଧିକା ରଖିଛି ମାନେ କ'ଣ ତା ଜେଡ୍ ସ୍କୋରଟା ବହୁତ ଅଧିକା ଅଛି ତାମାନେ ସେ ଗୋଟେ ବେଟର ପରଫର୍ମାନ୍ସ ଦେଇଛି ବା ଏକ୍ଜାମରେ ବହୁତ ଭଲ କରିଛି ସମସ୍ତଙ୍କ ତୁଳନାରେ ହେଲା ତ ଜେଡ୍ ସ୍କୋର ଛୁଆ କାଢ଼ିବା ପାଇଁ ତା ଫର୍ମୁଲା କ'ଣ ନା ଏକ୍ସ ଜେଡ୍ ଇକ୍ୱାଲ୍ ଟୁ ଏକ୍ସ ମାଇନସ୍ ମ୍ୟୁ ବାଇ ସି ତ ଜେଡ୍ଟା କ'ଣ ଜେଡ୍ ସ୍କୋର ଆଉ ଏକ୍ସଟା କ'ଣ ନା ସେ ଯେଉଁ ସ୍କୋର ବା ଆକ୍ଚୁଆଲ୍ ଭ୍ୟାଲୁଟା ମ୍ୟୁଟା କ'ଣ ସେ ପୁରା ଡାଟାର ଯେଉଁ ମିନ୍ଟା କାଢ଼ନ୍ତି ବା ଆଭରେଜ କାଢ଼ନ୍ତି ସେଟା ହେଉଛି ମ୍ୟୁ ଆଉ ହେଉଛି ସିଗ୍ମା ହେଉଛି ଷ୍ଟାଣ୍ଡାର୍ଡ ଡେଭିଏସନ୍ ବୁଝିପାରିଲ ଏଟା ଏକ୍ଜାମ୍ପଲ୍ କ'ଣ ତୁମକୁ ଏଇଭଳିଆ ଛୁଆ କ୍ୱେଶ୍ଚିନ୍ କେତେବେଳେ କେତେବେଳେ ପକାଇଦେବ ସେ ପଚାରିଦେବ ଇଫ୍ ଏ ଷ୍ଟୁଡେଣ୍ଟ ସ୍କୋର୍ସ 85 ମାର୍କ ଇନ୍ ଏ ଟେଷ୍ଟ ହେଲା where the mean is 70 ତାର ଆଉ ଷ୍ଟାଣ୍ଡାର୍ଡ ଡେଭିଏସନ୍ ଯଦି 10 ରହିଲା ତାହେଲେ ତାର ଜେଡ୍ ସ୍କୋର କେତେ ଆମେ ଫର୍ମୁଲା ଜାଣିଛନ୍ତି ଆମେ ଫର୍ମୁଲା କ'ଣ ଜାଣିଛନ୍ତି ଯେ ଏକ୍ସ ମାନେ ତାର ଟୋଟାଲ ସେ କେତେ ମାର୍କ ରଖିଛି ତାକୁ ଆମେ ମାଇନସ୍ କରିଦେବା କେତେ ମିନ୍ କତରୁ ତ 85 ମାଇନସ୍ 10 ବାଇ ଷ୍ଟାଣ୍ଡାର୍ଡ ଡେଭିଏସନ୍ ଯେଉଁଟାକି ସରି 85 ମାଇନସ୍ 70 ବାଇ ଷ୍ଟାଣ୍ଡାର୍ଡ ଡେଭିଏସନ୍ 10 ବାଇ 15 ବାଇ 10 ହେଉଛି 1.5 ବୁଝିପାରିଲ ଜେଡ୍ଟା କେମିତି କରାଯାଏ ବା ଜେଡ୍ ସ୍କୋର କେମିତି କରାଯାଏ ହେଲା ଏଇଠି ଛୁଆ ତୁମର ୟୁନିଟ୍ 4ଟା କମ୍ପ୍ଲିଟ୍ ହେଇଛି ଯେତିକି ବି ଏଟାରେ ମୁଁ ଛାଡ଼ିଛି ଧର ମୁଁ ଗୋଟେ ଜାଗାରେ ରୁବ୍ରିକ୍ସଟା ଛାଡ଼ିଛି କାହିଁକିନା ରୁବ୍ରିକ୍ସଟା ୟୁନିଟ୍ 2ରେ ପଢ଼େଇଛି ୟୁନିଟ୍ 3ରେ ପଢ଼େଇଛି ଆଉ ସେଇଟା ହିଁ ଏଠି ଲେଖା ହେଇଥିଲା ସେଥିପାଇଁ ମୁଁ ତାକୁ ଆଉ ରିପିଟ୍ କରିନାହିଁ ଆଉ ୟା ପରେ ମୁଁ ଆଉ ଯାହା ବି ତୁମକୁ ଛାଡ଼ିଛି ସିଆଡ଼କୁ ଏକ୍ଜାମ୍ରେ ଆସେ ନାହିଁ ହେଲା ତାର ଆସିବା ଚାନ୍ସେସ୍ ବହୁତ ହିଁ କମ୍ ଆଉ ମୁଁ ଯେତିକି ତୁମକୁ ପଢ଼େଇଛି ସେତିକି ପଢ଼ିକି ଯିବ ତା ଭିତରୁ ତୁମେ ଲଙ୍ଗ୍ କ୍ୱେଶ୍ଚନ୍ ସର୍ଟ ନୋଟ୍ ୟା ଭିତରୁ ପାଇବ ହିଁ ପାଇବ ଓକେ ତ ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ ଟିଲ୍ ଦି ଏଣ୍ଡ ଯେଉଁମାନେ ଛୁଆ ନୋଟ୍ ପରଚେସ୍ କରିବା ପାଇଁ ଚାହୁଁଛ এটা ମୋ ହ୍ୱାଟ୍ସଆପ୍ ନମ୍ବର 9178334921 এটা ତୁମେ ମେସେଜ୍ କରିକି ନୋଟ୍ ପରଚେସ୍ କରିପାରିବ ଓନ୍ଲି 390 ରୁପିଜ୍ ରହିବ ଚାରିଟା ମଧ୍ୟ ସବଜେକ୍ଟକୁ ତୁମେ ଏଇଟା ପରଚେସ୍ କରିପାରିବ ଯଦି ଭିଡ଼ିଓଟା ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିକି ଛୁଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ମୋତେ କମେଣ୍ଟରେ କହିବ କେମିତି କ'ଣ ଭିଡ଼ିଓଟା ଲାଗିଲା ଭଲ ବୁଝେଇଲା କି ନ ବୁଝେଇଲା ହେଲା ମୋତେ କମେଣ୍ଟରେ କହିବ ଓକେ ଥ୍ୟାଙ୍କ ୟୁ ଜୟ ଜଗନ୍ନାଥ